ଖ୍ରୀଷ୍ଟଙ୍କୁ ମୁଁ ବିଶେଷ ଧନ୍ୟବାଦ ଦିଏ। ଉତ୍ତମ ସୁଯୋଗ ଦେଇଛନ୍ତି, ସୁଯୋଗର ସଦ୍ବ୍ୟବହାର ଆମେ ଯେପରି କରିପାରିବା ସେଥିପାଇଁ ପ୍ରଭୁ ଆମକୁ ବଳ ଦିଅନ୍ତୁ, ଶକ୍ତି ଦିଅନ୍ତୁ, ଧୈର୍ଯ୍ୟ ଦିଅନ୍ତୁ। ତେଣୁ ଆସନ୍ତୁ ଆମମାନେ ଆରମ୍ଭ କରିବା ପୂର୍ବରୁ ପ୍ରାର୍ଥନା କରିବା। ମୁଁ ପଦେ ପ୍ରାର୍ଥନା କରିବି, ତାପରେ ଆମେ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଯିବା। ସ୍ୱର୍ଗସ୍ଥ ପିତା, ପବିତ୍ର ପ୍ରଭୁ, ଅନୁଗ୍ରହକାରୀ ପରମେଶ୍ୱର, ତୁମ ସେ ମହାନ ଅନୁଗ୍ରହ ପ୍ରେମ ପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ। ଧନ୍ୟବାଦ, ଧନ୍ୟବାଦ ପ୍ରଭୁ, ତୁମମାନଙ୍କୁ ଏତେ ପ୍ରେମ ଅନୁଗ୍ରହ କରି ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବଞ୍ଚାଇ ଆଣି ପ୍ରଭୁ ତୁମର ସେବା ଆରାଧନା ଗୌରବ ପ୍ରଶଂସା କରିବା ପାଇଁ ସୁନ୍ଦର ସୁନ୍ଦର ଅବକାଶ ଦଉଛୁ। ଧନ୍ୟବାଦ ଦଉଛୁ ପ୍ରଭୁ। ପ୍ରଭୁ ତୁମେ ଯେ କେତେ ବଡ଼ ମହାନ ପରମେଶ୍ୱର, ଆକାଶ ପୃଥିବୀ ନିର୍ମାଣକାରୀ ପ୍ରଭୁ ତୁମେ। ପ୍ରଭୁ ତୁମ ସାନିଧ୍ୟରେ ବସି ତୁମର ଏଇ ସେବା ଆରାଧନା କରିବା କେତେ ଆମଙ୍କର ଭାଗ୍ୟବାନର ବିଷୟ। ପ୍ରଭୁ ଏ ସୁଯୋଗ ପାଇଛୁ, ସୁଯୋଗର ସଦ୍ବ୍ୟବହାର କରିବା ପାଇଁ ତୁମେ ସାହାଯ୍ୟ କର। ଅନ୍ଧକାର ଶକ୍ତି ପାପାତ୍ମା ବନ୍ଧନ ରକ୍ଷା କର ପ୍ରଭୁ। ପରିବେଶକୁ ନିୟନ୍ତ୍ରଣ କର, ନେଟୱାର୍କକୁ ତୁମେ ନିୟନ୍ତ୍ରଣ କର। ସମସ୍ତେ ଯେପରି ଆମେ ଯେତେ ଜଏନ୍ ହେଇଛୁ ପ୍ରଭୁ, ହୃଦୟର ସହିତ ତୁମର ସେବା ଆରାଧନା ଗୌରବ ପ୍ରଶଂସା କରିପାରିବୁ ଏବଂ ତୋର ବାକ୍ୟ ଅଧ୍ୟୟନ କରିପାରିବୁ, ସେଠି ସାହାଯ୍ୟ କର। ଗୌରବ ସମ୍ଭ୍ରମ ପୂଜା ଅର୍ଚ୍ଚନା ତୁମେ ପାଅ ପ୍ରଭୁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିୟନ୍ତ୍ରଣ କର ପ୍ରଭୁ। ପରିଚାଳନା ଦାୟିତ୍ୱ ତୁମର ଦାସ ଦେଇଛନ୍ତି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେପରି ତୁମର ଗୌରବ ପାଏ ପରିଚାଳନା କାର୍ଯ୍ୟ କରିପାରି ସେଠି ସାହାଯ୍ୟ କର। ତ୍ରାଣକର୍ତ୍ତା ମୁକ୍ତିଦାତା ଯୀଶୁ ଖ୍ରୀଷ୍ଟଙ୍କ ନାମ ସେଠି ଭିକ୍ଷା ମାଗୁଅଛି, ଆମେନ୍। ମୁଁ ଶାସ୍ତ୍ରରୁ ଗୋଟେ ପଦ ପଢିବି, ଆପଣ ମାନେ ମୋ ସହିତ ଖୋଲନ୍ତୁ। ଗୀତ ସଂହିତା ତାର 145ର କିଛି ଅଂଶ। ହେ ରାଜନ, ମୋହର ପରମେଶ୍ୱର, ମୁଁ ତୁମର ପ୍ରତିଷ୍ଠା କରିବି। ମୁଁ ସଦାସର୍ବଦା ତୁମ ନାମର ଧନ୍ୟବାଦ କରିବି। ପ୍ରତିଦିନ ମୁଁ ତୁମର ଧନ୍ୟବାଦ କରିବି, ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି। ସଦାପ୍ରଭୁ ମହାନ, ଅତ୍ୟନ୍ତ ପ୍ରଶଂସନୀୟ, ପୁଣି ତାହାଙ୍କ ମହାତ୍ମ ଅନନୁସନ୍ଦେହ। ପ୍ରଭୁ ଏଇ ଛୋଟ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। এই ସମୟରେ ପ୍ରଥମେ ସେବା କାର୍ଯ୍ୟର ଆରମ୍ଭରୁ ଆମମାନଙ୍କର ପ୍ରଶଂସା ଗୀତ ରହିଛି। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସୀ ମେରୀ ପାଉଲ ଦିଲ୍ଲୀରୁ ସେ ଅଛନ୍ତି। ସିଷ୍ଟର ପ୍ରେଜ୍ ଦ ଲର୍ଡ ଅଛନ୍ତି। ପ୍ରେଜ୍ ଲର୍ଡ ସାର୍। ମୁଁ ଅନୁରୋଧ କରୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଗକୁ ଆସିବେ, ପୁଣି ପ୍ରଭୁଙ୍କର ଆରାଧନା କାର୍ଯ୍ୟକ୍ରମ ପରିଚାଳନା କରିବେ। ଏବେ ଆପଣଙ୍କର ସମୟ, ଆପଣ आरंभ କରନ୍ତୁ। सबको प्रेज लॉर्ड। प्रेज द लॉर्ड। प्रभु का धन्यवाद करते हैं। परमेश्वर ने हम सबको फिर से परमेश्वर की महिमा करने का सुंदर अवसर दिया है। बहुत बहुत धन्यवाद। परमेश्वर का स्तुति हो। प्रभु के दास का, सर का, बेटा सर का मैं दिल से धन्यवाद करती हूँ। फिर से उन्होंने मुझे आराधना के द्वारा परमेश्वर की महिमा करने का, रियल मिनिस्ट्री में सेवा करने का प्रभु का अवसर दिया है। सर को भी मैं दिल से धन्यवाद करती हूँ। प्रभु के दास का, जेना सर का, जिन्होंने मुझे आज के लिए आराधना के लिए करने के लिए स्वागत किया, सर को भी मैं बहुत बहुत धन्यवाद करती हूँ। तो हम ही सब मिलके परमेश्वर की आराधना करेंगे। हम सब मिलके परमेश्वर की आराधना करेंगे, क्योंकि वही है जो आराधना के योग्य है। आइए हम कुछ गीत गा के परमेश्वर की स्तुति करेंगे। खुदावन तू ही मेरा चौपाने है, मुझे क्या कमी तो मेहरबान है। खुदावन तू ही मेरा चौपाने है, मुझे क्या कमी तो मेहरबान है। चरागारी में बिठाता मुझे, वो चश्मे का पानी पिलाता मुझे। चरागारी में चलाता मुझे, वो चश्मे का पानी पिलाता मुझे। मेरी जाने को वो है करता बहार, मेरी जाने को वो है करता बहार। सदाकत इरादों पे देता है दार, सराकत इरादों पे देता है दार। खुदाबंद तू ही मेरा
जो पाने हैं। मुझे क्या कमी, तू मेहरबान है। खुदावन तू ही मेरे जो पाने हैं। मुझे क्या कमी, तू मेहरबान है। गुजर मौत की बारियों से अगर तू है साथ मेरे, नहीं मुझे को डर। गुजर मौत की बारियों से अगर तू है साथ मेरे, नहीं मुझे को डर। तसल्ली है तेरी मसा से मुझे, तसल्ली है तेरी मसा से मुझे। ये लाठी तेरी हौसला दे मुझे, ये लाठी तेरी हौसला दे मुझे। खुदाबंद तू ही मेरे जो पाने हैं। मुझे क्या कमी, तू मेहरबान है। खुदाबंद तू ही मेरे जो पाने हैं। मुझे क्या कमी, तू मेहरबान है। ओ दुश्मन भी तेरे अगर रूबरू, मुहाबत से खाना खिलाता है तू। ओ दुश्मन भी तेरे अगर रूबरू, मुहाबत से खाना खिलाता है तू। है मेरे सर पे तेरा मसा है खुदा, मेरे सर पे तेरा मसा है खुदा। लवरस मेरा ये प्याला सदा, लवरस मेरा ये प्याला सदा। खुदा बन तू ही मेरे जो पाने हैं। मुझे क्या कमी, तो मेहरबान है। खुदावन तू ही मेरे जो पाने हैं। मुझे क्या कमी, तू मेहरबान है। मुझे क्या कमी, तू मेहरबान है। मुझे क्या कमी, तू मेहरबान है। हालेलुया। प्रभु की स्तुति हो। वास्तव खुदाबंद परमेश्वर है जो हमें हर एक जरूरत को पूरा करता है। और वो हमें तसल्ली देता है, और वो ही हमारा मस्सा करता है। खुदा परमेश्वर का धन्यवाद हो। आइए एक और गीत गा के हम परमेश्वर की महिमा करेंगे। ये सॉन्ग बहुत पुराना है, मैं आशा करती हूँ सब पे आता है। ये तन मन धन मेरा प्रभु यीशु तेरे लिए है। अब मैं जीवित नहीं, वो मुझ में जीवित है। ये तन मन धन मेरा प्रभु यीशु मेरे लिए। अब मैं जीवित नहीं, वो मुझ में जीवित है। यीशु तुझे मैं अर्पण करूं, सब कुछ अपना अर्पण करूं। यीशु तुझे मैं अर्पण करूं, सब कुछ अपना अर्पण करूं। रहने कर स्वीकार कर, हाँ ग्रहण कर स्वीकार कर। मन में मेरे हो तेरा घर, रहने कर स्वीकार कर। मन में मेरे हो तेरा घर। ए अब्बा तू चाहता है संगी है जितने तेरे, सदा तुझ में ही
रहे, तेरे चरणों से लिपटे रहे। ए अब्बा तू चाहता है ये संगीत ने तेरे सदा ही तुझ में रहे, तेरे चरणों से लिपटे रहे। यीशु तुझे मैं अर्पण करूं, सब कुछ अपना अर्पण करूं। यीशु तुझे मैं अर्पण करूं, सब कुछ अपना अर्पण करूं। ग्रहण कर स्वीकार कर, हाँ ग्रहण कर स्वीकार कर, मन में मेरे हो तेरा घर, किरदार के हाथ में, किरदार के हाथ में, मैं मिट्टी के मादित हूँ, मुझे आकार दे दो प्रभु, मैं तुझ में समर्पित हूँ। किरदार के हाथ में, मैं मिट्टी के मादिद हूँ, मुझे आकार दे तो प्रभु, मैं तुझ में समर्पित हूँ। यीशु तुझे मैं अर्पण करूं, सब कुछ अपना अर्पण करूं। यीशु तुझे मैं अर्पण करूं, सब कुछ अपना अर्पण करूं। ग्रहण कर स्वीकार कर, हाँ ग्रहण कर स्वीकार कर, मन में मेरे हो तेरा घर, मन में मेरे हो तेरा घर, ये तन मन धन मेरा मेरे प्रभु तेरे लिए, अब मैं जीवित नहीं, वो मुझ में जीवित है। अब मैं जीवित नहीं, वो मुझ में जीवित है। हालेलुया, प्रभु की स्तुति हो। वास्तव में जब हमने प्रभु यीशु मसीह को ग्रहण किया, उसी समय हम मर गए, प्रभु ने हमें अब एक नया जीवन दिया। अब हम जीवित नहीं, मसीह हमारे अंदर जीवित है। इसलिए परमेश्वर चाहता है कि हम तन मन से परमेश्वर की आराधना करें। हालेलुया, क्योंकि उसके आराधना के योग से परमेश्वर है और कोई और नहीं है। हालेलुया। एक और छोटा सा कोर्स गा के हम आज की आराधना करेंगे। प्रार्थना में तुझसे करूं, ओ मेरे प्यारे मसीहा, प्रार्थना में तुझसे करूं, ओ मेरे प्यारे मसीहा, मेरा ये जीवन तेरे काम आए, मेरा ये जीवन तेरे काम आए, यही है मेरी तमन्ना, मेरा ये जीवन तेरे काम आए, यही है मेरी तमन्ना। कितना मधुर है तेरा वचन, हर रात मेरे ये दोनों नयन, कितना मधुर है तेरा वचन, भर आते मेरे ये दोनों नयन, दुख सुख तूने सहा मेरे,
कितना तू प्यारा प्रभु हे मेरे प्रभु यीशु, कितना अच्छा देखो हे मेरे प्रभु यीशु, कितना प्यारा है तू। प्रार्थना मैं तुझसे करूं, ओ मेरे प्यारे मसीहा। प्रार्थना मैं तुझसे करूं, हे मेरे प्यारे मसीहा, हे मेरे प्यारे मसीहा। धन्यवाद करते हो खुदावंद परमेश्वर, तेरी स्तुति करते, तेरे नाम की महिमा करते प्रभु। तेरी मौजूदगी यहाँ पर है प्रभु जी, मैं विश्वास करती प्रभु। तू वायदे का पक्का है मेरे खुदा, तू सत्य है मेरे खुदा। इससे प्रभु तेरा वचन कहता है, जहाँ पर 2 या 3 मेरे नाम से पृथ्वी पे इकट्ठा होते हैं, स्वर्ग में मैं सुनता हूँ और उनके बीच में उतर आता हूँ। प्रभु इस भोर के समय प्रभु, इस सुबह के समय प्रभु, आप हमारे बीच में मेरे खुदा धन्यवाद करते हैं प्रभु। ये आराधना मेरे खुदा परमेश्वर आपको भाने पाए प्रभु। हमारे पास कुछ भी नहीं प्रभु जो हम आपको दे सके, जीवन का एक पल भी, एक सांस भी प्रभु, सब कुछ आपका मेरे खुदा, वो सब कुछ आपका दिया हुआ प्रभु। प्रभु तू चाहता है हम तेरी आराधना करें और तुझे धन्यवाद दे। आराधना करते प्रभु, क्योंकि तू आराधना के योग्य है प्रभु। तेरी आराधना करते हो, हमारे हम जितने भी यहाँ उपस्थित है प्रभु, हर एक जीवन प्रभु आज के दिन प्रभु आपको आराधना करता है, और सबकी आराधना को आप स्वीकार कीजिए मेरे खुदा से प्रार्थना करती हूँ। धन्यवाद देती प्रभु कि आपने आज का दिन हमें आराधना करने का, वचन सुनने का, अपनी हुजूरी में बैठने का अवसर दिया प्रभु, मैं उसके लिए धन्यवाद करती हूँ। सब कुछ प्रभु आपको भाए ऐसी प्रार्थना करती हूँ। धन्यवाद के साथ प्रार्थना प्रभु यीशु के नाम से मांगते हैं, सुन और ग्रहण कीजिए, आमीन। हालेलुया। सबको जय मसीह की। आगे का समय आदरणीय जेना सर को देती हूँ। प्रेस लॉर्ड सर। प्रेज द लॉर्ड, प्रेज द लॉर्ड। प्रभुଙ୍କର ମାନ ଆମର ଧନ୍ୟବାଦ ହଉ। ସିଷ୍ଟର ମେରୀ ପାଉଲ ଅତି ସୁନ୍ଦର ସୁନ୍ଦର ଗୀତ ଗାଇଲେ, ତେଣୁ ପ୍ରଭୁଙ୍କର ଗୌରବ ହଉ, କାରଣ ସେ ଗୌରବ ପ୍ରଶଂସା ପାଇବା ପାଇଁ एकमात्र ଯୋଗ୍ୟ ହୁଅନ୍ତୁ ପ୍ରଭୁ। बहुत बहुत धन्यवाद सिस्टर, अच्छा अच्छा गीत गाया आप, बहुत बहुत धन्यवाद। এই ପ୍ରକାର ଭାବରେ ଆପଣଙ୍କୁ ପ୍ରଭୁ ଗୌରବ କାର୍ଯ୍ୟରେ ବ୍ୟବହାର କରନ୍ତୁ। ଆଗାମୀ ଦିନରେ ଆହୁରି ଆହୁରି ତାଙ୍କର ସେବା କାର୍ଯ୍ୟରେ ପ୍ରଭୁ ବ୍ୟବହାର କରନ୍ତୁ। ଧନ୍ୟବାଦ। ଏଇ ସମୟରେ ଆମେ ଅଳ୍ପ ପ୍ରାର୍ଥନା କରିବା, ତାପରେ ବାକ୍ୟ ଶୁଣିବାକୁ ଯିବା। ଆମମାନଙ୍କ ମଧ୍ୟରେ ସିଷ୍ଟର ଲଳିତା ଦିଦି ଅଛନ୍ତି। ଦିଦି ନମସ୍କାର। ନମସ୍କାର। ଆଉ ମୁଁ ଅନୁରୋଧ କରୁଛି ମେରୀ ପାଉଲ ଯୋଉ ଗୀତ ଗାଇଲେ ତାଙ୍କ ପାଇଁ ପୁଣି ଆଗାମୀ ଦିନ ଆମର ତାପରେ ବାକ୍ୟ ଦିଆଯିବ, ସେଥିପାଇଁ ପ୍ରାର୍ଥନା କରନ୍ତୁ, ତାପରେ ଆମେ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଯିବା। ଜୁମ୍ ରେ ଉପସ୍ଥିତ ହୋଇଥିବା ସମସ୍ତଙ୍କୁ ମୋର ପ୍ରେସ୍ ତୋଳ ନମସ୍କାର। ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ଗୌରବମୟ ପରିତ୍ରାଣଦାତା ପରମେଶ୍ୱର ପ୍ରଭୁ, ତୁମର ସେ ମହତ୍ ଆଶ୍ଚର୍ଯ୍ୟ ଦୟାର ନାମକୁ ଆମେ ଧନ୍ୟବାଦ ଦେଉଛୁ, ଗୌରବ କରୁଛୁ, ପ୍ରଶଂସା କରୁଛୁ। ତୁମର ପ୍ରେମ, ତୁମର ଦୟା, ତୁମର ଅନୁଗ୍ରହ ହେତୁ ପୁନର୍ବାର ପ୍ରଭୁ ଆଉ ଗୋଟେ ନୂତନ ଦିବସକୁ ଆଣିଲ, ଧନ୍ୟବାଦ ଦେଉଛି। ଅତି ପ୍ରଭାତ ସମୟରେ ପ୍ରଭୁ ତୁମ ପାଦ ତଳେ ଆମେ ଜୁମ୍ ରେ ଯେତେ ଉପସ୍ଥିତ ଅଛୁ ସମସ୍ତଙ୍କୁ ଆଶୀର୍ବାଦ କର ପ୍ରଭୁ। ଦିନ ଆରମ୍ଭରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମଠାରେ ଲାଗି ରହି ଆଲୋକର କାର୍ଯ୍ୟ କରିବା ପାଇଁ ଆମମାନଙ୍କୁ ସାହାଯ୍ୟ କର, ଧନ୍ୟବାଦ ଦେଉଛି ପ୍ରଭୁ। ଏହି ସମୟରେ ସୁନ୍ଦର ଭାବରେ ପ୍ରଭୁ ସିଷ୍ଟର ତୁମର ଆରାଧନା କରିଛନ୍ତି ପ୍ରଭୁ। ସଦା ସର୍ବଦା ତାଙ୍କ ଜିଭାରେ, ତାଙ୍କ ମୁଖରେ ତୁମର ଗୌରବ, ପ୍ରଶଂସା, ଆରାଧନା ନିର୍ଗତ ହେଇଥାଉ, ପ୍ରାର୍ଥନା କରୁଛୁ ପ୍ରଭୁ। ତୁମେ ସବୁ କ୍ଷେତ୍ରରେ ତାଙ୍କୁ ବ୍ୟବହାର କରୁଛ, ଧନ୍ୟବାଦ ଦେଉଛି ପ୍ରଭୁ। ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଏହିପରି ତୁମଠାରେ ଆରାଧନା, ଗୌରବ, ପ୍ରଶଂସା, ସ୍ତୁତି ବନ୍ଦନା କରି ପ୍ରଭୁ ଜୀବନକୁ ତୁମଠାରେ ବଢାଇ ଦେବ, ସେହିପରି ଅନୁଗ୍ରହ କର, ଆଶୀର୍ବାଦ କର।
प्रभु दयामय स्वर्गस्थ पिता पुनर्बार प्रभु यही समय आमे तुम मुख निर्गत वाक्य शुणा प्रस्तुत अच्छु प्रभु यही समय तुम्हें जहाँ को निरूपित कर रखिछ तुम्हें तांको मुखपात्र हुआ तांको द्वारा कथा कुह प्रभु तुमर गभीर विषय तुमर परामर्श विषय जेपरी आमे शुणिबु ग्रहण करिबु ए दिन मानकरे प्रस्तुत जीवन काटिबु दया कर प्रभु जीशु वाक्य जे आम मानकु उत्तमता विषय शिखाई थाए वाक्य आम मानकु पथ देखाई थाए वाक्य आम जीवन को सजाड़ी थाए आम जीवन को प्रस्तुत करि थाए से भयंकर वाक्य शुणिबा पई आम जाउछु प्रभु जीशु राजा तुम्हें तुमरी दासों को तुम मुखपात्र होई कथा को तुम आत्मा द्वारा आबूरी रख प्रभु आमे उपस्थित समस्त को आशीर्वाद कर परिचालना करुथिबा तुम दासों को मध्य बहुल भाव में आशीर्वाद कर गौरव संभ्रम पूजा प्रशंसा तुम पाद तले रखी प्रिय प्रभु जीशु नाम रे मांगिले आमेन आमेन आमेन। बहुत धन्यवाद दीदी, अति सुंदर भाव में प्रार्थना करी प्रभु गौरव कर धन्यवाद। इस समय आम समस्ते मनोयोगी हेबा मुख्य विषय वाक्य आम शुणा जा समय प्रभु दास आम सिंह आज्ञा अच्छा रायगड़ मु अनुरोध करी सर नमस्कार नमस्कार प्रेज द लॉर्ड प्रेज द लॉर्ड। इस समय मु अनुरोध करुच्ची प्रभु श्रीकृष्ण नाम आपण आसवे आग को पुणी प्रभु वाक्य परिचालना करेंगे। प्रभु दास आग को आसवा समय आम समस्ते प्रभु गौरव पाई करताल देवा। समस्त को नमस्कार शुभुची आज्ञा धन्यवाद। प्रथमे मु सदा प्रभु को धन्यवाद देवी कारण आज सुंदर प्रभात प्रभु देखाइले पुणी प्रातः काल उपासना आ रियल मिनिस्ट्री तरफ आम एक सुंदर सुजोग देइथिबारु प्रभु नाम धन्य हो। रियल मिनिस्ट्री समस्त कर्मकर्ता मानू कर्तृपक्ष मानू मु आंतरिक धन्यवाद जनइबी कारण मत सुजोग देइछंती। ता सहित परिचालक आज्ञा तांकु मध्य मु धन्यवाद जनइबी मते सुंदर भाव में आह्वान करी आज वाक्य परिवेशन निमंते सुजोग देइछंती। मु पीटर कर आज्ञा को मध्य धन्यवाद देवी। प्रभु तांकर सहवर्ती हंतु। आसंतु अल्प समय आम प्रभुंकर वाक्य चिंता करवा। मुझे बड़ विषय कहबी किछि नाही गोटे सिंपल विषय नहीं जहाँकि जगत आम आज दिन में प्रযোज्य कारण जगत जेते उन्नति लाभ कले मध्य जगत रे जेते कंप्यूटराइज्ड हो गले मध्य लोक मानकर जीवन रे गोटे नैराश्यता अच्छी कारण आमे समस्ते एक निम्न नैतिक स्तर जगत रे आज दिन में बात कर शिक्षा रे अधिक धन रे अधिक अच्छी सबु विषय रे अधिक होइछु किंतु प्रभु को पाइबारे आमानकर नैतिक जीवन रे आमे आगु को बढ़ अनेक शिक्षा चली अनेक विषय चली किंतु आमान जीवन रे से गोटे विषय रही जाइछि जाकि प्रभु को आमे पाइबारे दुर्बल किंतु जगतर समस्त विषय लाभ करने पाए आमाने आग भर होगी जाऊछु जीवन रो प्राणपणे आम चेष्टा करछु जगतर समस्त विषय बा जगत को पाइबा पाए। सेतिपाई माथ्यू सुसमाचार रे गोटे सुंदर शिक्षा दिया जाइछि सेटा जदि आमे बाहर करिबा दया करी बाहर करिबा आमे माथ्यू 16 रो तार 26 पद से गोटे पद ऊपर आमे टिके आलोचना करिबा गुरुत्वपात दबा सेटा मु पढुची आपण माने सुनंतु। हाँ पढ़ंतु माँ पढ़ंतु। आउ मनुष्य जेबे समस्त जगत लाभ करी आपण जीवन हराए तेबे ताहार की लाभ हेबो किबा मनुष्य अपना जीवन बदल रे कौन देव। धन्यवाद माँ। लेखाई आउ मनुष्य जेबे समस्त जगत लाभ करी अपना जीवन हराए तेबे तार की लाभ हबो
କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ ଆଉ କଣ ଦେଇପାରିବ? ମାଥ୍ୟୁ ସୁସମାଚାରରେ ଆଉ ସୁନ୍ଦର ଭାବରେ ମାଥ୍ୟୁ ଏକଥା ଲେଖୁଛନ୍ତି। ଏକଥା ଲେଖିବାର ଆଉ କାରଣ ହଉଛି ମାଥ୍ୟୁ ଜଗତକୁ ଆଉ ଆଗରୁ ଲେଖିଛନ୍ତି ତାଙ୍କର ପୂର୍ବ ଅଧ୍ୟାୟ ମାନଙ୍କରେ ଯେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବୃତ୍ତାନ୍ତ। ଯୀଶୁଖ୍ରୀଷ୍ଟ କି ପ୍ରକାର ଆଉ ପ୍ରଭୁଙ୍କର ଆଶୀର୍ବାଦ ଜଗତ ପ୍ରତି ହେଲା, ଆଉ କି ପ୍ରକାର ଆଉ ସେ କୁମାରୀ ମାରିଆଙ୍କ ଗର୍ଭରୁ ସେ ଜନ୍ମ ଗ୍ରହଣ କରିବେ, ଆଉ କି ପ୍ରକାର ସେ ଜଗତକୁ ଆସିବେ, ଜଗତରେ କଣ ତାଙ୍କର କାର୍ଯ୍ୟ, ସେ କି ପ୍ରକାର ମନୁଷ୍ୟମାନଙ୍କୁ ଆଉ ସେ ସୁସମାଚାର ଶୁଣେଇବେ ଏବଂ ପାପରୁ ଉଦ୍ଧାର କରିବେ। ଆମମାନଙ୍କର ଉଦ୍ଧାରକର୍ତ୍ତା ହେଇ ସେ ଜଗତକୁ ଆସିବେ ଏବଂ ଆମମାନଙ୍କ ସହିତ ଇମାନୁଏଲ ଈଶ୍ୱର ହେଇକି ସେ ଆମମାନଙ୍କ ସହିତ ରହିବେ। ଏସବୁ ବିଷୟ ଲେଖୁ ଲେଖୁ ଜଗତ ପ୍ରତି ଯୀଶୁଖ୍ରୀଷ୍ଟ ତ ଜଗତରେ ଜନ୍ମଗ୍ରହଣ କରିବେ, ଉଦ୍ଧାରକର୍ତ୍ତା ହେଇକି ଆସିବେ। ମନୁଷ୍ୟର କର୍ତ୍ତବ୍ୟ କଣ? ମନୁଷ୍ୟମାନଙ୍କୁ ଆଉ ଗୋଟେ ସୂଚନା ଦେଇଛନ୍ତି, ଗୋଟେ ପରାମର୍ଶ ଦେଇଛନ୍ତି ବା ଗୋଟେ ପ୍ରଶ୍ନବାଚୀ କରିଛନ୍ତି। ଏଠି ଆଉ ଲେଖାରେ ମଧ୍ୟ ପ୍ରଶ୍ନବାଚୀ ଦିଆଯାଇଛି। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ ତେବେ ତାର କି ଲାଭ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଣ ଦେଇପାରିବ? ମାଥ୍ୟୁ ଆଉ ସେ ପ୍ରଶ୍ନ କରୁଛନ୍ତି ଜଗତବାସୀ। ଆଜି ପର୍ଯ୍ୟନ୍ତ ତ ଆମେ ବିନଷ୍ଟ ଜୀବନ ଯାପନ କଲେ, ଆମମାନଙ୍କର ଉଦ୍ଧାରକର୍ତ୍ତା, ମୁକ୍ତିଦାତା, ତ୍ରାଣକର୍ତ୍ତା ହେଇ ଯୀଶୁଖ୍ରୀଷ୍ଟ ସ୍ୱୟଂ ମାନବ ରୂପରେ ଜଗତକୁ ଆସୁଛନ୍ତି, ଯାହାର ବୃତ୍ତାନ୍ତ କି ପୂର୍ବ ଅଧ୍ୟାୟ ମାନଙ୍କରେ ସେ ବର୍ଣ୍ଣନା କରିଛନ୍ତି। ଯଦି ଆମେ ତାକୁ ଗ୍ରହଣ ନ କରି ଆମେ କଣ କରୁଛେ ନା ଜଗତର ସମସ୍ତ ବିଷୟ ଲାଭ କରିବା ପାଇଁ ଆମେ ଚେଷ୍ଟା କରୁଛେ। ପ୍ରଭୁ ଯୀଶୁଙ୍କୁ ଗ୍ରହଣ ନ କରି ଆମର ମୁଖ୍ୟ ବିଷୟ ହେଲା ଜାଗତିକ ମନା, ଜାଗତିକ ବିଷୟରେ ଆମେ ଆସକ୍ତ ହେବା, ଉର୍ଦ୍ଧ୍ୱସ୍ଥ ବିଷୟକୁ ପରିତ୍ୟାଗ କରିବା ଆଉ ଜାଗତିକ ବିଷୟ ପ୍ରତି ଅଧିକ ମନୋଯୋଗୀ ହେଇ ଆମେ କଣ କରୁଛୁ? ଆପଣା ଜୀବନ ନଷ୍ଟ କରୁଛୁ। ଆଉ ଜୀବନ ହଉଛନ୍ତି ଖ୍ରୀଷ୍ଟ। ଆଉ ଯଦି ତାକୁ ଯଦି ଆମେ ଗ୍ରହଣ ନ କରିବା, ଖ୍ରୀଷ୍ଟଙ୍କୁ ଯଦି ଆମେ ଗ୍ରହଣ ନ କରିବା, ତେବେ ଖ୍ରୀଷ୍ଟଙ୍କର ଆସିବାର ଅଭିପ୍ରାୟ କଣ? ଖ୍ରୀଷ୍ଟଙ୍କର ଆସିବାର ମୂଲ୍ୟବୋଧକୁ ଆମେ କଣ କରୁଛୁ ନା ଆଉ ପ୍ରତ୍ୟକ୍ଷ ଭାବରେ ଆମେ ତାକୁ ଅବମାନନା କରୁଛୁ। ତେଣୁ ସେ କହୁଛନ୍ତି ତୁମେ ଯଦି ସମସ୍ତ ଜଗତ ଲାଭ ଥାଇପାର, ସେଥିରେ କିଛି ଲାଭ ନାହିଁ, ତାହା ଜଗତ ପାଇଁ ହିଁ ସାର। କିନ୍ତୁ ଖ୍ରୀଷ୍ଟଙ୍କୁ ଯଦି ତମେ ଗ୍ରହଣ କରିବ, ତେବେ ଅନନ୍ତ ଜୀବନ ଦେବାରେ ସେ ସକ୍ଷମ ଅଟନ୍ତି। ଆମମାନଙ୍କର ସମସ୍ତ ପାପକୁ କ୍ଷମା ଦେଇକି ସେ କଣ କରିବେ ନା ଅନନ୍ତ ଜୀବନ ଦେବା ପାଇଁ ସେ ସକ୍ଷମ ଅଟନ୍ତି। ସେଇ ଜୀବିତ ଈଶ୍ୱର ଆମମାନଙ୍କ ନିକଟକୁ ଆସୁଛନ୍ତି। ତେଣୁ ସେ ମାନବ ଜଗତକୁ, ସମଗ୍ର ଜଗତକୁ ଏ ମାଥ୍ୟୁ ସୁସମାଚାର ମାଧ୍ୟମରେ ସେ ଶିକ୍ଷା ଦଉଛନ୍ତି ଯେ ତୁମମାନେ ସମଗ୍ର ଜଗତ ଲାଭ କରି କିଛି ଲାଭ ନାହିଁ, କିନ୍ତୁ ତମେ ଯେବେ ଈଶ୍ୱରଙ୍କ ନିକଟକୁ ଫେରିବ, ଈଶ୍ୱରଙ୍କୁ ଗ୍ରହଣ କରିବ, ଈଶ୍ୱରଙ୍କର ବାକ୍ୟ ଅନୁସାରେ ନିଜ ଜୀବନକୁ କଟେଇବ, ଆତ୍ମାରେ ଦିନହୀନ ହବ ଏବଂ ସ୍ୱର୍ଗସ୍ଥ ପିତାଙ୍କୁ ଆତ୍ମାରେ ସ୍ଥାନ ଦବ, ହୃଦୟରେ ସ୍ଥାନ ଦବ, ଆଉ ସେଇ ଅନୁସାରେ ଚାଲିବ, ତେବେ ତମର ଆଉ ଜୀବନ ତୁମଠାରେ ରହିବ ଏବଂ ଅନନ୍ତ ଜୀବନ ଅଧିକାରୀ ତୁମେ ହେଇପାରିବ। ଆଉ ମନୁଷ୍ୟ, ଈଶ୍ୱର ମନୁଷ୍ୟ ଠାରୁ ଆଉ କଣ ବା ଚାହେଁ? ତଳେ ଲେଖା ହେଇଛି, କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଣ ବା ଦେଇପାରିବ ଈଶ୍ୱରଙ୍କୁ? ଆଉ କଣ ଦେଇପାରିବ? ଯୋଉ ଈଶ୍ୱର ଆମମାନଙ୍କୁ ସୃଷ୍ଟିକର୍ତ୍ତା, ସେ ଆମମାନଙ୍କୁ ଆପଣାର ପ୍ରତିମୂର୍ତ୍ତିରେ ନିର୍ମାଣ କଲେ, ଆଉ ଆମଠାରୁ ସେ ଯୋଉ ବିଷୟ ଚାହାନ୍ତି, ଯାହା ଯଦି ଦେଇପାରିବା ନାହିଁ, ଆପଣାର ଜୀବନକୁ ଯଦି ଦେଇପାରିବା ନାହିଁ, ଆଉ ସେଥିରେ କି ଲାଭ? ବହୁତ ସୁନ୍ଦର ଶିକ୍ଷା ସେ ଦେଇକି ଆମମାନଙ୍କୁ ଲେଖୁଛନ୍ତି। ଅନେକ ସମୟରେ ହୁଏତ ଆମେ ଏଟାକୁ ଆମେ ପାଠ କରୁଛୁ, କିନ୍ତୁ ଆକୁ ଆଉ ସେଟା ଆମେ ଗୁରୁତ୍ୱ ଦେଉନି। କିନ୍ତୁ ଏଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯୋଉ ଶିକ୍ଷା ଏଥିରେ ମାଥ୍ୟୁ ଲେଖୁଛନ୍ତି ଯେ ତୁମମାନେ ନିଜର ଜୀବନକୁ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କର ଏବଂ ଜୀବନ ଲାଭ କର। ଏହା ହିଁ ତାଙ୍କର ଆଉ ଶିକ୍ଷା ଦେବାର ପ୍ରଚେଷ୍ଟା। ଆଜି ଜଗତରେ
ଆମ ଆମେ ଆଜିର ଜଗତରେ ବାସ କରୁଛୁ। ଆମେ ଦେଖୁଛୁ ଜଗତରେ କଣ ରହିଛି। ପ୍ରତିମା ପୂଜାର ଦେଶ ଆମ ଭାରତ ବର୍ଷକୁ କୁହାଯାଏ। ପ୍ରତିମା ପୂଜାର ଦେଶ, ବ୍ୟଭିଚାରର ଦେଶ, ନରହତ୍ୟାର ଦେଶ। ଏସବୁର ମୂଳ କାରଣ ହଉଛି ଖ୍ରୀଷ୍ଟଙ୍କୁ ନ ଜାଣିବା। ଆଉ ଜଗତର ଧନ ଜନ, ଜଗତର ସମ୍ମାନ ଗୌରବ, ଜଗତର ଚୌକି ପଦମର୍ଯ୍ୟାଦା ଇତ୍ୟାଦି ଲାଳସାରେ ଏସବୁ ଘଟଣା ଆଜି ଆମ ଭାରତ ବର୍ଷରେ ଆଜି ଘଟି ଯାଉଛି। ଅନେକ ବିପଦ ଦିନ ଆମମାନଙ୍କ ପାଇଁ ଆସୁଛି। ତେଣୁ ମାଥ୍ୟୁ ଶିକ୍ଷା ଦଉଛନ୍ତି ଯେ ତୁମେ ମାନେ ଆଉ ଆପଣା ଜୀବନ ବଦଳରେ ପ୍ରଭୁଙ୍କୁ କଣ ଦେଇପାରିବ? ସେଇ ଯୋଉ ଜୀବନ ପ୍ରଭୁ ଚାହାନ୍ତି ସେ ଜୀବନ ତୁମେ ଦିଅ। କାରଣ ଆମମାନଙ୍କର ଉଦ୍ଧାରକର୍ତ୍ତା ଏ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଛନ୍ତି। ତେଣୁ ଜଗତରେ ମାତିଲେ କିଛି ଲାଭ ନାହିଁ, କିନ୍ତୁ ଆମମାନେ ସେ ସ୍ୱର୍ଗୀୟ ବିଷୟକୁ ଆମେ ଚିନ୍ତା କରିବା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଗ୍ରହଣ କରିବା, ଆଉ ସେଇ ଅନୁସାରେ ଆମ ଜୀବନକୁ ପ୍ରଭୁଙ୍କ ଚରଣ ତଳେ ତାଙ୍କର ବାକ୍ୟ ଅନୁସାରେ ସମର୍ପଣ କରି ଆଗକୁ ବଢିବା। ଏଇ ଲକ୍ଷ୍ୟ ନେଇ ମାଥ୍ୟୁ ଏଠି ଶିକ୍ଷା ଦଉଛନ୍ତି। ଆମେ ଦୁଇ ଜଣ ଜାଗତିକ ଲୋକମାନଙ୍କର ବିଷୟରେ ଦେଖିବା। ଆଉ ସେଟା ଲେଖା ହେଇଛି ଆମର ଲୁକ 16:19-31 ଲେଖା ହେଇଛି। ସବୁ ପଢିବା ନାହିଁ, ଆଉ ପଢିଲେ ସମୟ ଅସୁବିଧା ହବ। ତେଣୁ ଏଠି ମୁଁ ପାଠ କରୁଛି। ଦେଖନ୍ତୁ, ଜଣେ ଧନୀ ଲୋକ ଥିଲା। ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। ଆଜିର ଜଗତର ମୁଖ୍ୟ ବିଷୟ ସେତେବେଳେ ମଧ୍ୟ ସେ ପ୍ରକାର ଥିଲା। ଏ ପ୍ୟାରାବୁଲ ମାଧ୍ୟମରେ ଆଉ ଶିକ୍ଷା ଦିଆଯାଇଛି। ଜଣେ ଧନୀ ଲୋକ ଥିଲା। ଏଇଟା ହଉଛି ଲାଜାର ଆଉ ଧନୀ ବ୍ୟକ୍ତିର କଥା। ଜଣେ ଧନୀ ଲୋକ ଥିଲା। ସେ କଣ କରୁଥିଲା ନା ତାର ମୁଖ୍ୟ ବିଷୟ ହେଲା ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। 20 ପଦରେ ଲେଖା ଯାଇଛି, କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡି ରହିଥିଲା। ତାର ଦେହ ଯାକ ଘା ଭର୍ତ୍ତି ହେଇଥିଲା। ସେଇ ଧନୀ ଲୋକର ମେଜରୁ ପଡିବା ଅଇଠାରୁ କିଛି ଖାଇ ପେଟ ପୂରେଇବାକୁ ଆଶା କରୁଥିଲା। ଆଉ କୁକୁର ଗୁଡାକ ସୁଦ୍ଧା ଆସି ତାର ଘା ସବୁ କାଟୁଥିଲେ। ଆଉ ଗୋଟେ ପଦ ଲେଖା ଯାଇଛି, କାଳକ୍ରମେ ସେ ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ଵାରା ଅବ୍ରାମଙ୍କ ନିକଟକୁ ନିଆଗଲା। ପରେ ସେଇ ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। ଦେଖନ୍ତୁ, ଆମେ ତିନିଟି ବିଷୟ ଏକା ପଢିଲୁ। ଆଉ ଜଣେ ଧନୀ ଲୋକ ଥିଲା। ସେ କଣ ହେଲା ନା ତାର ଜୀବନରେ ସେ କେବଳ ବହୁମୂଲ୍ୟ ବସ୍ତ୍ରକୁ ଗୁରୁତ୍ୱ ଦଉଥିଲା, ଆଉ ମହା ଆଡମ୍ବରରେ ଆମୋଦ ପ୍ରମୋଦରେ ଦିନ କାଟିବା ପାଇଁ ସେ ଚାହୁଁଥିଲା। ଆଜିର ଜଗତ ମଧ୍ୟ ଆଉ ଏଇ ଧନୀ ଭକ୍ତିର ପ୍ରତୀକ। ଆଜି ଆମେ ଯେତେବେଳେ ଜଗତରେ ଅଛୁ, ଏସବୁ ବିଷୟରେ ଆମେ ଜାଗତିକ ବିଷୟରେ ଅତ୍ୟଧିକ ଗୁରୁତ୍ୱ ଦେଇଥାଉଛୁ। ଆମେ କମ୍ପିଟିସନ ଭାବରେ ଆମେ କଣ କରୁଛୁ ନା ବହୁମୂଲ୍ୟ ବସ୍ତ୍ର ଏବଂ ମହା ଆଡମ୍ବରରେ ଆମୋଦ ପ୍ରମୋଦରେ ଜୀବନ ଯାପନ କରିବା ପାଇଁ ଆମେ ଚାହୁଁଛୁ। କିନ୍ତୁ ଧନୀ ବ୍ୟକ୍ତି ଆଉ ପ୍ରଭୁଙ୍କ ଠାରେ କୌଣସି ଲେଶ ମାତ୍ର ତାର ଚିନ୍ତା ନଥିଲା। ତାର ଜୀବନ, ତାର ଆତ୍ମାକୁ ସେ ସମର୍ପଣ କରିବା ପାଇଁ ଚାହୁଁନଥିଲା। ଆଜିର ଜଗତ, ଆଜିର ଦୁନିଆ, ଆଜିର ପିଢି, ଆଜିର ମଣ୍ଡଳୀ, ଆମେ ସମସ୍ତେ ଏକ ଭ୍ରାନ୍ତରେ ପଡିଯାଇଛୁ, ଯାହାକି ଆମମାନଙ୍କର ଜୀବନକୁ କଣ କରୁଛି, ଅନନ୍ତ ନରକକୁ ନେଇଯିବା ପାଇଁ ଚେଷ୍ଟା କରୁଛି। ଆଉ ଏଠି ଭିକାରୀର ଉଦାହରଣ ମଧ୍ୟ ଦିଆଯାଇଛି। ତାର କୌଣସି ବିଷୟ ନଥିଲା। ଆମକୁ କୁହାଯାଉନି ଯେ ସେ ଲାଜାର ପରି ତମେ ହେଇକିରି ଫାଟକ ପାଖରେ ପଡିଥାଅ ବୋଲି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରୁଛନ୍ତି ପ୍ରତିଦିନ ଜୀବନ ଯାପନ କରିବା ପାଇଁ, ସୁସ୍ଥତା ଦଉଛନ୍ତି, ଆରୋଗ୍ୟତା ଦଉଛନ୍ତି, ଆମର ଦୈନନ୍ଦିନର ପଢି ଯୋଗାଉଛନ୍ତି, ଆମମାନଙ୍କର ସମସ୍ତ ବିଷୟରେ ସେ ଯତ୍ନ ତତ୍ତ୍ୱ ନିଅନ୍ତି। ପିତର ଲେଖନ୍ତି, ତାହାଙ୍କ ଉପରେ ତୁମର ସମସ୍ତ ଚିନ୍ତାର ଭାର ପକାଅ, ସେ ତୁମର ଯତ୍ନ ନିଅନ୍ତି ବୋଲିକି। ଆମେ ଜାଣିଛୁ, ଅନେକ ଥର ଆମେ ପାଠ ମଧ୍ୟ କରିଛୁ। କିନ୍ତୁ ଏଇ ଲାଜାର କଣ କରିଛି ନା ତାର ଏଇ ଧନୀ ବ୍ୟକ୍ତିର ଫାଟକ ପାଖରେ ଅର୍ଥାତ ଦ୍ୱାର ପାଖରେ ସେ ପଡିକି ରହିଛି। ତାର ଗୋଟେ ବିଶେଷ ଗୁଣ ଦେଖନ୍ତୁ, ଯେ କୌଣସି ବିଷୟର ତାର ଆସକ୍ତ ନାହିଁ। ତାର ନା ପରିବାର ଅଛି, ନା ଉତ୍ତମ ଖାଦ୍ୟ ଅଛି, ନା ଉତ୍ତମ ଘର ଅଛି,
ନା ଉତ୍ତମ ବଙ୍ଗଳା କୋଠା ବାଡି ଅଛି, ନା ଆତ୍ମୀୟ ସ୍ୱଜନ ଅଛି, ନା ଖାଦ୍ୟ ଖାଇବା ପାଇଁ ମଧ୍ୟ ସେ ଆଉ କଣ କରିଛି, ଅମାର ସଞ୍ଚୟ କରି ରଖିଛି? କିଛି ନାହିଁ। ଧନୀ ବ୍ୟକ୍ତିକୁ ଦେଖନ୍ତୁ, ତାକୁ ଦେଖନ୍ତୁ, ଏଇଟା ଗୋଟେ ଉଦାହରଣ ସ୍ୱରୂପ ତୁଳନାତ୍ମକ ଦିଆଯାଇଛି। ଆଉ ତା ପାଖରେ କିଛି ନାହିଁ, କୌଣସି 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 ବିଷୟ ନାହିଁ। ସେ କେବଳ ଈଶ୍ୱରଙ୍କୁ ଚାହୁଁଛି। ଯଦି ଈଶ୍ୱରଙ୍କୁ ଚାହିଁବା ଲୋକ ଏଇ ପ୍ରକାର ଆଉ ନିଶ୍ଚୟ ହେଇଯାଆନ୍ତି, ଆତ୍ମାରେ ଦିନହୀନ ହେଇଯାଆନ୍ତି। ଆତ୍ମାରେ ଦିନହୀନ ପ୍ରିୟ ବନ୍ଧୁଗଣ, ମୁଁ ଆପଣମାନଙ୍କୁ କହିବି ଦୁଇ ପ୍ରକାର ବିଷୟ ଅଛି ଆତ୍ମାରେ ଦିନହୀନ ବିଷୟ। ଆଉ ପ୍ରଥମ ବିଷୟ ହେଲା, ଗ୍ରୀକ ଭାଷାରେ ଦୁଇ ପ୍ରକାର ଆତ୍ମାରେ ଦିନହୀନ ଲୋକ ବା ଦିନହୀନ ମାନଙ୍କୁ ବ୍ୟାଖ୍ୟା କରିଛନ୍ତି। ଆଉ ସେଇଟା ହଉଛି ପ୍ରଥମ ବିଷୟ, ଗୋଟେ ହଉଛି ପେନିକସ୍। ପେନିକସ୍ ଆପଣ ଜାଣିବେ, ପଢିବା ନାହିଁ, ଆମେ ଜାଣିଛୁ ଗୋଟେ ଗରିବ ବିଧବା ଥିଲା। ସେ ଆପଣାର ଅନାଟନ ସମୟରେ ଯାହା ତାଙ୍କର ଦାନ ଥିଲା, ଯାହା ତାଙ୍କ ପାଖରେ ସମ୍ବଳ ଥିଲା, ସେ କ୍ଷୁଦ୍ର ପାଉଲଟି ନେଇକି ପକେଇଲା। ଆଉ ସେ କ୍ଷୁଦ୍ର ପାଉଲାକୁ ପ୍ରଭୁ କଣ କଲେ? ଗ୍ରହଣ କଲେ। ଏ ବିଷୟରେ ଲେଖାଯାଇଛି, ଆମେ ଜାଣିଛୁ ସେ କାହାଣୀ। ଆଉ ସେ କ୍ଷୁଦ୍ର ପାଉଲା, ସେ ଗୋଟେ ପ୍ରକାର ଦିନହୀନ, ଆତ୍ମାରେ ଦିନହୀନ। ତାକୁ ଗ୍ରୀକ ଭାଷାରେ ଦି ଭାଗ କରାଯାଇଛି, ପେନିକସ୍। ଆଉ ଏ ପେନିକସ୍ ବିଧବା କଣ କଲା? ତାର ସବୁ ଅଛି, ଖାଇବା ପାଇଁ, ପିନ୍ଧିବା ପାଇଁ, ନର୍ମାଲ ଅଛି, କିନ୍ତୁ ହ୍ୟାଣ୍ଡ ଟୁ ମାଉଥ, ଯାହା ଲୋଡି ଆଣିଲେ ପୋଡି ଖାଇବ ବୋଲି କୁହନ୍ତି, ହ୍ୟାଣ୍ଡ ଟୁ ମାଉଥ ଆଣିବ, ଖାଇବ। ଆଉ ଯାହା କିଛି ଅଛି ସେ ଯାଇକିରି ସେ କଣ କଲା? ତାର ଆତ୍ମାରେ ଯାହା କଥା କହିଲା ସେ କଣ କଲା? ଆଉ ସେ ନେଇ ଦାନ ବକ୍ସ କହିଲା। ଆଉ ଗୋଟେ ପେନିକସ୍ ତ ଗୋଟେ ଗଲା, ଆମେ ଦେଖିଲୁ ଏ ଗରିବ ବିଧବା। ଆଉ ଗୋଟେ ବିଷୟ ହଉଛି, ଏଇ ଯୋଉ ଲାଜାର କଥା ଆମେ ଚିନ୍ତା କରୁଛୁ, ତାକୁ ଟକାସ୍ ବୋଲି କହନ୍ତି। ଟକସ୍, ଏ ଟକସ୍ ଶବ୍ଦର ଅର୍ଥ ହଉଛି, ଦେଖନ୍ତୁ ଆ ପାଖରେ କିଛି ନାହିଁ, ଲାଜାର ପାଖରେ ସମସ୍ତ ବିଷୟରେ ସେ କଣ ହଉଛି ନା ଦିନହୀନ, କୌଣସି ବିଷୟକୁ ଆସକ୍ତ ସେ ରଖି ନାହିଁ। ଈଶ୍ୱର ସେଇ ପ୍ରକାର ଟକସ୍ ବ୍ୟକ୍ତିତ୍ୱ ମାନଙ୍କୁ ଚାହାନ୍ତି, ଆତ୍ମାରେ ଦିନହୀନ ବ୍ୟକ୍ତିତ୍ୱ ମାନଙ୍କୁ ଚାହାନ୍ତି। ତେଣୁ କରି ଧନୀ ବ୍ୟକ୍ତି ମଲା, ଲାଜାର ବି ମଲା। ଲାଜାରକୁ ସ୍ୱର୍ଗଦୂତ ମାନେ ଆସିକି ଆବ୍ରାହମଙ୍କର କୋଳକୁ ତାକୁ ନେଇଗଲେ। ଆଉ ଧନୀ ବ୍ୟକ୍ତି ଯାଇକି ଅନନ୍ତ ନରକରେ ସେ ନିକ୍ଷେପ କଲା। ତା ପରବର୍ତ୍ତୀ ସମୟ କଣ କଣ ଘଟଣା ଘଟିଛି ଆପଣ ମାନେ ଜାଣନ୍ତି। ସେ ଲାଜାରକୁ ମଧ୍ୟ ଅନୁରୋଧ କରିଛି ଯେ ମତେ ତାର କାଣି ଆଙ୍ଗୁଠିରେ ଆଉ ପାଣି ପକାଅ, ଆଉ ଯାହାକି ମୁଁ ଏଠି ଅଗ୍ନିରେ ଦଗ୍ଧ ହୋଇକିରି ମରୁଛି। ଦି ପ୍ରକାର ଆମେ ଦିନହୀନତା ଦେଖୁଛୁ, ଗୋଟେ ପ୍ରକାର ସାଧାରଣ ଦିନହୀନ, ଆଉ ଗୋଟେ ପ୍ରକାର ହଉଛୁ ଏଇ ପ୍ରକାର ଆତ୍ମାରେ ଦିନହୀନ। ଆମେ ଆତ୍ମାରେ ଦିନହୀନ ହବାକୁ ପଡିବ, ଯାହାକି ଲାଜାର ପରି, ଯାହାକୁ ଏବ୍ରି ଭାଷାରେ ଟକସ୍ ବୋଲି କହନ୍ତି, ସେଇ ପ୍ରକାର ଦିନହୀନ ହବାକୁ ପଡିବ, ଯାହାକି ଆମମାନଙ୍କୁ କଣ କରୁଛନ୍ତି? ଆଉ ପ୍ରଭୁ ଆଉ ସ୍ୱର୍ଗକୁ ଆହ୍ୱାନ କରୁଛନ୍ତି ତାଙ୍କର ଦୂତ ମାନଙ୍କ ଦେଇ। ଆଉ ଆମେ ଲାଜାରକୁ ଦେଖୁଛୁ, ସେ ଆବ୍ରାହମଙ୍କର କୋଳରେ ଯାଇକିରି ବସୁଛି। ଆଉ ଧନୀ ବ୍ୟକ୍ତି ଯାଇକିରି କଣ କରୁଛି ନା ଅନନ୍ତ ନରକରେ ସେ ନିକ୍ଷେପ ହଉଛି। ଆଉ ବହୁତ ସେ ଯୁକ୍ତି ତର୍କ ଲଜିକାଲି କରିଛି, ତାକୁ ସବୁ ବିଷୟରେ ଆବ୍ରାହମ ଶିକ୍ଷା ଦେଇଛନ୍ତି। ଆମେ ସେ ଶିକ୍ଷା ଗୁଡାକ ଆମେ ଶୁଣୁଛୁ, କାରଣ ସେଠିର ଦୂରତା ମଧ୍ୟରେ ବହୁତ ଡିଫରେନ୍ସ, ପାର୍ଥକ୍ୟ ଅଛି। ଏଠି ଲୋକ ସେଠିକୁ ଯାଇପାରିବନି, ସେଠି ଲୋକ ଏଠିକୁ ଆସିପାରିବନି। ଆଉ ଏସବୁ ବିଷୟ ତାଙ୍କୁ ଶିକ୍ଷା ଦେଇଛନ୍ତି। ଆମେ ମଧ୍ୟ ସେ ଶିକ୍ଷାକୁ ଆଜି କଣ କରିବାର ଆବଶ୍ୟକତା ରହିଛି। ତେବେ ମୋର କହିବାର ମତଲବ, ଆଉ ଗୋଟେ ବିଷୟ ଆମେ ମାଥ୍ୟୁ 5:3 ପଦରେ ଲେଖା ଯାଇଛି, ମୁଁ କହିଦଉଛି ମୁଖରେ। ଆଉ ସେଠି ଲେଖା ହେଇଛି, ଆତ୍ମାରେ ଦିନହୀନ ଲୋକ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଆଜିକି ଆମେ ଆତ୍ମାରେ ଦିନହୀନ ହେଇଛୁ ନା ଧନୀ ବ୍ୟକ୍ତି ପରି ଆମମାନଙ୍କ ଜୀବନରେ ଜାଗତିକ ବିଷୟକୁ ଆମେ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଇକି ଆପଣାର ଜୀବନ ଆମେ ହରାଇଛୁ। ସେଇଟାକୁ ଆଉ ମାଥ୍ୟୁ ସୁସମାଚାର ଲେଖା ଯାଇଛି, ଯଦି ଆଉ ଜଣେ ଯଦି ସମସ୍ତ ଜଗତ ଲାଭ କରି ଜୀବନ ହରାଏ, ତେବେ ସେଥିରେ କି ଲାଭ ଅଛି? କିନ୍ତୁ ଲାଜାରର ଜୀବନକୁ ଆମେ ଦେଖୁଛୁ, ସେ ଜଗତ ଉପରେ କୌଣସି ଆସକ୍ତ ନ ରଖି କେବଳ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଦେଖିଲା। ଆଉ ଜଗତର ସମସ୍ତ ଆସକ୍ତ ହଉଛି ଖ୍ରୀଷ୍ଟଙ୍କ ଠାରୁ ଆମମାନଙ୍କୁ କଣ କରେ? ବିମୁଖ କରେ। ଆମମାନଙ୍କୁ ଅନ୍ୟ ଅନ୍ୟ ପଥ ଦେଖାଏ, ଶୈତାନର ପଥ ଦେଖାଏ।
କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଆଉ ଲାଗି ରହନ୍ତି, ଖ୍ରୀଷ୍ଟଙ୍କର ଆଜ୍ଞା ଆଦେଶ ଅନୁସାରେ ବାକ୍ୟ ଅନୁସାରେ ନିଜ ଜୀବନକୁ ଗଠନ କରନ୍ତି, ସମର୍ପିତ କରନ୍ତି, ସେଇମାନଙ୍କୁ କଣ କରନ୍ତି? ପ୍ରଭୁ ବିଶେଷ ଭାବରେ ଆଶୀର୍ବାଦ କରନ୍ତି। ଆଉ ସେ ଯୋଉ ଅନନ୍ତ ଜୀବନ ଦେବା ପାଇଁ ଜଗତର ଉଦ୍ଧାରକର୍ତ୍ତା ହେଇ ଆସିଥିଲେ, ସେଇ ପ୍ରକାର ଆମମାନଙ୍କୁ ସେ କଣ କର ତାଙ୍କର ପ୍ରତିଜ୍ଞା ଅନୁସାରେ ସେ ଆମମାନଙ୍କୁ ଶେଷରେ ଯୋଉମାନେ ଈଶ୍ୱରଙ୍କ ଠାରେ ରହନ୍ତି, ସମର୍ପିତ ଆତ୍ମାରେ ଦିନହୀନ ହୁଅନ୍ତି, ଲାଜାର ପରି ପ୍ରକାଶ ଜୀବନ ଯାପନ କରନ୍ତି, ସେହିପରି ଲୋକଙ୍କୁ ସେ କଣ କରନ୍ତି? ସ୍ୱର୍ଗରେ ସ୍ଥାନ ଦିଅନ୍ତି। ପ୍ରିୟ ବନ୍ଧୁଗଣ, ଆଜି ମାଥିଉ ସୁସମାଚାରରୁ ଏଇ କଥା ଆମେ ଶିଖୁଛୁ ଯେ ଆମେ କି ପ୍ରକାର ଆଜିର ଦିନରେ ଏବେ ବି ସମୟ ଅଛି, ଆମେ ଆତ୍ମିକ ଜୀବନ ଯାପନ କରୁ ଏବଂ ଈଶ୍ୱରଙ୍କର ଗୌରବ କରୁ କରୁ ଶେଷରେ ଅନନ୍ତ ଜୀବନକୁ ଯିବା ପାଇଁ ଆମେ ଚେଷ୍ଟା କରୁ। ଆଉ ଗୋଟେ ବିଷୟ ଆମେ ଦେଖିବା, ଲାଉଦିକିଆ ମଣ୍ଡଳୀକୁ ପ୍ରକାଶିତ ବାକ୍ୟକୁ ଟିକେ ଯିବା, 3:14-18 ପର୍ଯ୍ୟନ୍ତ ଆମେ ପଢିବା। ଯଦି ଭଉଣୀ ପଢିପାରିବେ ବୋଲେ ଭଲ। ପ୍ରକାଶିତ 3:14-18। ଲାଉଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ, ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ। ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ। ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା। ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷତ୍ ତୃଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖ କରିବାକୁ ଯାଉଅଛୁ। ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ। ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ। ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ। ଧନ୍ୟବାଦ ମା, ସୁନ୍ଦର ଭାବରେ ପାଠ କରିଛନ୍ତି। ଆମେ ପ୍ରକାଶିତ ବାକ୍ୟକୁ ଯିବା, ଆଉ ସେଠି ଗୋଟେ ସୁନ୍ଦର ଶିକ୍ଷା ଆମମାନଙ୍କୁ ଦିଆଯାଉଛି। ଆଉ ଅନେକ ମଣ୍ଡଳୀ ବିଷୟ, ସପ୍ତ ମଣ୍ଡଳୀ ବିଷୟରେ ମଧ୍ୟ ଆମେ ଜାଣିଛୁ। ଏପିସି, ସ୍ୱର୍ଣ୍ଣା, ପର୍ଗମ, ଥିଆତୁରା, ଆଉ ସାର୍ଦିସ ମଣ୍ଡଳୀ, ଫିଲାଡେଲଫିଆ ମଣ୍ଡଳୀ ଏବଂ ଲାଉଦିକିଆ ମଣ୍ଡଳୀ, ଏ ସପ୍ତ ମଣ୍ଡଳୀ ମାନଙ୍କ ମଧ୍ୟରୁ ଆଉ ପରମେଶ୍ୱର ବା ପ୍ରଭୁ ଶ୍ରୀଖ୍ରୀଷ୍ଟ ଆଉ ଏଇ ଯୋଉ ଲାଉଦିକିଆ ମଣ୍ଡଳୀ ଉପରେ ଏଇ ଅଭିଯୋଗ ଆଣନ୍ତି। ଆମେ ଅନେକ ମଣ୍ଡଳୀ ଆମେ ସାମିଲ ଅଛୁ, ଅନେକ ମଣ୍ଡଳୀରେ ଶିକ୍ଷା ପାଉଛୁ, ଅନେକ ବିଷୟ ପ୍ରଭୁ ଆମମାନଙ୍କର କଣ କରୁଛନ୍ତି? ହିସାବ ରଖୁଛନ୍ତି। ଆମେ ଭାବୁଛୁ ଯେ ଗିର୍ଜା ଉପାସନା କରିଦେବାଟା ଯଥେଷ୍ଟ, ଆମେ ଯାଉଛୁ, ତା ପରବର୍ତ୍ତୀ ଜୀବନରେ ଆମମାନଙ୍କୁ କଣ କରୁଛୁ? ଗିର୍ଜାରେ ବାକ୍ୟ ଶୁଣିଲା ପରି ନା ଆମମାନଙ୍କର ଜାଗତିକ ଜୀବନକୁ ପୁଣି ଆମେ କନଭର୍ଟ ହେଇଯାଉଛୁ। କ୍ଷଣିକ ଆମେ କଣ କରୁଛୁ? ଈଶ୍ୱରଙ୍କର ବୋଲି କହୁଛୁ ମଣ୍ଡଳୀରେ ଥିବା ସମୟ, ତାପରେ ମଣ୍ଡଳୀରୁ ବାହାରିଲା ପରେ ବା ଉପାସନାରୁ ବାହାରିଲା ପରେ ଆମମାନଙ୍କର ଜୀବନରେ ଗୋଟେ ଆଉ ସାଙ୍ଗେ ସାଙ୍ଗେ ଗୋଟେ ପରିବର୍ତ୍ତନ ଆସିଯାଉଛି, ଯାହାକି ଜାଗତିକ ଜୀବନକୁ ଆମେ ଧାରଣ କରି ଆମେ ଈଶ୍ୱରଙ୍କର ଗୌରବର କାରଣ ହଉଛୁ। ଏଥିରେ ସୁନ୍ଦର ଶିକ୍ଷା ଦିଆଯାଇଛି, ଆମେ ତୁମର କର୍ମ ଜାଣୁ। ଆମେ କେବେ ହେଲେ ବି ପ୍ରଭୁଙ୍କୁ ଠକି ପାରିବା ନାହିଁ। ଗୋଟେ ଗୀତ ଅଛି, ସମୁଦ୍ର ଭିତରେ ଲୁଚାଇ ସେ ତତେ ପାରିବ ନାହିଁ, ପର୍ବତ କନ୍ଦରେ ଲୁଚାଇ ସେ ତତେ ପାରିବ ନାହିଁ। ମନୁଷ୍ୟ ଯେତେ ଜ୍ଞାନୀ ହଉ, ଯେତେ ତାର ଚାତୁରୀ କାର୍ଯ୍ୟ କରୁ, ଯେତେ ସେ ଯୋଜନା ପ୍ଲାନ କରୁ ସ୍ୱର୍ଗ ରାଜ୍ୟ ଯିବା ପାଇଁ, କିନ୍ତୁ ପ୍ରଥମେ ଆମେ ଶିଖିଲୁ ଯେ ଲାଜାର ପରି ନହେଲେ ସେ କେବେ ବି ଯାଇପାରିବ ନାହିଁ। ଆଉ ଏଠି ଶିକ୍ଷା ଦିଆଯାଉଛି ଲାଉଦିକିଆ ମଣ୍ଡଳୀକୁ, ଆମେ ତୁମର କର୍ମ ଜାଣୁ। ତୁମେ ଶୀତଳ ନୁହଁ କି ଉଷ୍ମ ନୁହଁ। ତମେ ଶୀତଳ ହେଇଥିଲେ ଭଲ ହେଇଥାନ୍ତା, ଉଷ୍ମ ହେଇଥିଲେ ମଧ୍ୟ ଭଲ ହେଇଥାନ୍ତା, କିନ୍ତୁ ତୁମେ ଶୀତଳ ନୁହଁ କି ଉଷ୍ମ ନୁହଁ, ଈଷତ୍ ଉଷ୍ମ ଭାବରେ ଆମେ ରହିଯାଇଛୁ। ଆଜିର ମଣ୍ଡଳୀ ଶିକ୍ଷା ଦିଆଯାଉଛି, ଭଲ ଭଲ ନୂତନ ଶିକ୍ଷା ଦିଆଯାଉଛି, ଭଲ ଭଲ ବକ୍ତା ମାନେ ଶିକ୍ଷା ଦଉଛନ୍ତି, ବିଭିନ୍ନ ମାଧ୍ୟମରେ ଶିକ୍ଷା ଚାଲିଛି। ଶିକ୍ଷାର ପ୍ରଭାବ ବହୁତ ଆଜିକାଲି ଯୁଗରେ ବଢି ଯାଇଛି।
ଆଉ କମ୍ପ୍ୟୁଟର ଯୁଗରେ ଆହୁରି ଅତ୍ୟଧିକ ଶିକ୍ଷା ଦିଆଯାଉଛି ବିଭିନ୍ନ ମାଧ୍ୟମ। କିନ୍ତୁ ପ୍ରତ୍ୟେକ ମଣ୍ଡଳୀକୁ ପ୍ରଭୁ କଣ କରୁଛନ୍ତି? ନିରୀକ୍ଷଣ କରୁଛନ୍ତି, ଗୋଟେ ମାପକାଠି ରଖୁଛନ୍ତି। ଆଉ ଏଇ ମଣ୍ଡଳୀକୁ କୁହାଯାଉଛି ଯେ ତୁମେ ଶୀତଳ ନୁହଁ କି ଉଷ୍ମ ନୁହଁ, ତୁମେ ଈଷତ୍ ଉଷ୍ମ, ଅର୍ଥାତ୍ ପୁରା ଗରମ ନୁହଁ କି ପୁରା ଥଣ୍ଡା ବି ନୁହଁ। ଥଣ୍ଡା ହେଲେ ବି କାମକୁ ଆସିବ, ଗରମ ହେଲେ ବି କାମକୁ ଆସିବ, କିନ୍ତୁ ତମେ ଈଷତ୍ ଉଷ୍ମ, ତମେ ଇଆଡେ ନାହିଁ କି ସିଆଡେ ନାହିଁ, ଯୋଉଟାକୁ ଆମେ ଗାଉଁଳି ଭାଷାରେ କହୁଛୁ ନ ଖୁସୁମ। ଏ ନ ଖୁସୁମ ଯାକ ହଉଛି ରିଜେକ୍ଟେଡ ପର୍ସନ ର ଲେଖା, ଯୋଉମାନେ କି ଆଉ ରିଜେକ୍ଟ ହେଇଯାଇଥିବେ, ଯାହାକୁ ଅଗ୍ରାହ୍ୟ କରାଯାଇଥିବ, ସେଇ ଲିଷ୍ଟରେ ଆମମାନେ ଅଛୁ। ଲାଉଦିକିଆ ମଣ୍ଡଳୀକୁ ଏହି ଶିକ୍ଷା ଦିଆଯାଉଛି, ତାଙ୍କର କାର୍ଯ୍ୟକଳାପକୁ ତୁଳନା କରାଯାଉଛି, ତାଙ୍କର ବ୍ୟକ୍ତିତ୍ୱକୁ ତୁଳନା କରାଯାଉଛି, ତାଙ୍କର ସେବା ଉପାସନାକୁ ତୁଳନା କରାଯାଉଛି, ତାଙ୍କର ଆଚରଣ ଗତିବିଧି ସବୁକୁ ତୁଳନା କରାଯାଉଛି। ଆଉ ସେଠାରେ କହୁଛନ୍ତି ତୁମେ ଈଷଦ୍ ଉଷ୍ମ ବୋଲିକି, ତମେ ଶୀତଳ ନାହିଁ କି ଉଷ୍ମ ନାହିଁ, ତମେ ଈଷଦ୍ ଉଷ୍ମ ଆଜି ହେଇଯାଇଛ, ଯାହା ଫଳରେ ସେଟା ରିଜେକ୍ଟେଡ ବା ଅଗ୍ରାହ୍ୟ ବ୍ୟକ୍ତିତ୍ୱ ମାନଙ୍କ ଲିଷ୍ଟରେ ଆଉ ଏଇ ମଣ୍ଡଳୀକୁ ରଖାଯାଇଛି। ଆଜି ଆମକୁ କଣ ପରମେଶ୍ୱରଙ୍କର ମାପକାଠି ତୁଳନା କରୁନାହିଁ କି? ପରମେଶ୍ୱରଙ୍କର ଆତ୍ମା କଣ ଆମମାନଙ୍କୁ ତୁଳନା କରୁନାହିଁ କି? ଆମମାନେ ବହୁତ ଆଡମ୍ବର ପୂର୍ଣ୍ଣ ଜୀବନ ଯାପନ କରୁଛୁ, ବହୁତ ଆଡମ୍ବର ପୂର୍ଣ୍ଣ ଭାବରେ ଶିକ୍ଷା ଗ୍ରହଣ କରୁଛୁ, ବହୁତ ଆଡମ୍ବର ପୂର୍ଣ୍ଣ ଭାବରେ ଆମମାନଙ୍କର ଜୀବନ ଯାପନ ଶୈଳୀ ଚାଲିଛି। ପ୍ରଭୁ ମନା କରୁନାହାନ୍ତି ତମେ ଭିକାରୀ ହେଇଯାଅ, ତମେ ଲାଜାର ପରି ଫାଟକ ପାଖରେ ପଡିତ। ପ୍ରଭୁ କହୁନାହାନ୍ତି ଯେ ତମେ ଏଇ ପ୍ରକାର ରୋଗଗ୍ରସ୍ତ ହେଇକି ପଡିଥାଅ। ପ୍ରଭୁ ତ ସବୁରୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ସେ ତାଙ୍କର ବଳବନ୍ତ ହସ୍ତ ଛାୟା ତଳେ ଆମମାନଙ୍କୁ ଆବରି ରଖନ୍ତି। ଆଉ ଯେତେବେଳେ ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ଆମମାନଙ୍କ ସମସ୍ତ ବିଷୟ ଶୁଣୁଛନ୍ତି। ଆଉ ସେ କହୁଛନ୍ତି ତମ ସମସ୍ତ ଚିନ୍ତାର ଭାର ମୋ ନିକଟରେ ପକାଅ, ମୁଁ ତୁମକୁ ସମସ୍ତ ବିଷୟ ଦେବି। ଆଉ ସେ ସୁନ୍ଦର ଶିକ୍ଷା ମଧ୍ୟ ଦେଉଛନ୍ତି ଯେ ତୁମେ ପ୍ରଥମେ ମୋର ରାଜ୍ୟ ଆଉ ଧାର୍ମିକତା ଅନ୍ୱେଷଣ କର, ତମର ପ୍ରତିଟି ପ୍ରୟୋଜନ ବିଷୟ ମୁଁ ଦେବି। ଏଇ ପ୍ରକାର ଆଶୀର୍ବାଦ ପ୍ରଭୁ ଜଗତର ଲୋକମାନଙ୍କୁ କରିଛନ୍ତି। କିନ୍ତୁ ଆମେ ପ୍ରଭୁଙ୍କୁ ଭୁଲି ଯାଏ ଆମମାନେ କଣ କରୁଛୁ, ଯେ କି ଆମମାନଙ୍କୁ ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା ତାକୁ ଆମେ ପାଶୋରି ଯାଇକି ଆମେ ଜଗତରେ ଆମେ କଣ କରୁଛୁ, ଲାଗି ଯାଇଛୁ, ଯାହା ଫଳରେ ଆଜି ଆମେ ଈଷଦ୍ ଉଷ୍ମ ହେଇଯାଇଛୁ, ଯାହାକି ଆମମାନଙ୍କର ଗୋଟେ ଟାଇପର କ୍ୱାଲିଟି, ସେଟା କୌଣସି କାମରେ ଆସିବ ନାହିଁ। ରିଜେକ୍ଟେଡ ବା ପରିତ୍ୟକ୍ତ ବା ଅଗ୍ରାହ୍ୟ ବିଷୟ ଆମେ ଆଜି ହେଇଯାଇଛୁ। ଆଜି କି ଆମମାନଙ୍କ ଜୀବନ ସେଇପରି ଯିବ, ଆମମାନେ କି ଆମ ମଣ୍ଡଳୀ କି ସେ ପ୍ରକାର ଯିବ, ଆମମାନଙ୍କର ସମାଜରେ କି ଆମେ ସେ ପ୍ରକାର ବ୍ୟକ୍ତିତ୍ୱ ଆମେ ଦେଖିବା, ପ୍ରଭୁ ସେଟା ଚାହୁଁନାହାନ୍ତି। ପ୍ରଭୁ କହୁଛନ୍ତି ତମେ ସିଦ୍ଧ ହୁଅ। ସେଥିପାଇଁ ତଳକୁ ସେ ଲେଖୁଛନ୍ତି, ତୁମେ କହୁଅଛ ମୁଁ ଧନୀ, ମୋର ବହୁତ ସମ୍ପତ୍ତି ଅଛି, ମୋର କୌଣସି ଅଭାବ ନାହିଁ, ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦିନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ, ଏହା ଜାଣ ନାହିଁ। ଆମେ ଏତେ ପ୍ରକାର ବିଷୟକୁ ପ୍ରଭୁ କଣ କରୁଛନ୍ତି, ମାର୍କ କରୁଛନ୍ତି। ପବିତ୍ର ଆତ୍ମା ମାର୍କ କରୁଛନ୍ତି। ପ୍ରତ୍ୟେକ ଦିନର କାର୍ଯ୍ୟକଳାପ ଆଉ କଣ କରାଯାଉଛି, ଆଉ ଲେଖା ଯାଉଛି, ଆମେ ଏଟାକୁ ଜାଣିପାରୁନୁ। ଆମକୁ କହୁଛନ୍ତି ତୁମେ ଦରିଦ୍ର, ତମେ କଣ ଦିନହୀନ, ତମେ ଦୁର୍ଭାଗା, ତୁମେ ଅନ୍ଧ ଆଉ ଉଲଙ୍ଗ। ଏତେ ଗୁଡେ ବିଷୟ ଆମମାନଙ୍କର ସେ ମାର୍କ କରୁଛନ୍ତି ପ୍ରଭୁ। ଆଉ ଲାଉଦିକିଆ ମଣ୍ଡଳୀକୁ କେବଳ କରୁଥିଲେ ବୋଲି ଆମେ ଭାବିବା ନାହିଁ। ପ୍ରକାଶିତ ଜହନଙ୍କ ଲିଖିତ ପ୍ରକାଶିତ ବାକ୍ୟରେ ଏଇ ପ୍ରକାର ସୂଚନା ଆଉ ମାପକାଠି ରହିଛି ଯେ ମନୁଷ୍ୟମାନେ ଏହା ଜାଣିବା ଆବଶ୍ୟକ। ଆଉ ଲେଖା ହେଇଛି ଏଠି, ଏହା ଜାଣ ନାହିଁ ବୋଲି ଲେଖା ହେଇଛି। ଆମକୁ ଜାଣିବା ପାଇଁ ଶିକ୍ଷା ଦିଆଯାଉଛି ଯେ ଆମର ମାପକାଠି ନିଶ୍ଚିତ ଭାବରେ ରହିଛି। ଆମେ ସେଦିନ କି ଆମେ ଆଉ ଏସବୁ ମାଧ୍ୟମରେ ଆମେ ଚିହ୍ନଟ ହବା ଯେ ଏ ଜଣେ ଅଗ୍ରାହ୍ୟ ଲୋକ, ଏ ଈଷତ୍ ଉଷ୍ମ ଲୋକ। ତେଣୁ ସେ ଆହୁରି ତଳକୁ ଲେଖା ଯାଇଛି, ତେଣୁ ଆମ୍ଭେ ତୁମକୁ ଏଇ ପରାମର୍ଶ ଦଉଛୁ। ଗୋଟେ ପରାମର୍ଶ ଦିଆଯାଉଛି। କଣ ପରାମର୍ଶ ଦିଆଯାଉଛି? ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ ଆଉ ତୁମ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି ଦୃଷ୍ଟି ପାଇବା ପାଇଁ ଆଉ ଚକ୍ଷୁର ଲେପନ କରିବା ପାଇଁ ଅଞ୍ଜନ ଆମ ନିକଟରୁ କିଣ। ମାର୍କେଟରୁ ନାହିଁ, ଆମ ନିକଟରୁ କିଣ। ଧନୀ ହେବା ନିମନ୍ତେ କଣ ହବ ନା
ଆଉ ଶୁଦ୍ଧ ସୁବର୍ଣ୍ଣ ଯେପରି ଆଉ ତାର ଖାଦ ସବୁ ବାହାର କରି ଦିଆଯାଏ, ଅଗ୍ନିରେ ତାକୁ ପରିଷ୍କୃତ କରାଯାଏ, ସେଇ ପ୍ରକାର ଆମେ ହେବାକୁ ପଡିବ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବାକୁ ପଡିବ ବୋଲି ଏଠାରେ ଲେଖାଯାଇଛି। ଶୁଦ୍ଧ ସୁବର୍ଣ୍ଣ ପ୍ରଭୁ ଯୀଶୁ ହଉଛନ୍ତି ଶୁଦ୍ଧ ସୁବର୍ଣ୍ଣ। ପବିତ୍ର ଆତ୍ମାକୁ ଆମେ ଗ୍ରହଣ କରିବାକୁ ପଡିବ, ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବାକୁ ପଡିବ, ତେବେ ଯାଇକି ତମେ କଣ ହବ? ଶୁଦ୍ଧ ସୁବର୍ଣ୍ଣ ହବ। ଆଜିର ଜଗତ ଆଡେ ଆମେ ମାତିଛୁ, ଆମମାନେ ଏଇ ଯୋଉ ଶୁଦ୍ଧ ସୁବର୍ଣ୍ଣ କଥା କହୁଛନ୍ତି, ଆକୁ ଆମେ ଗୁରୁତ୍ୱ ଦଉନୁ। ଆମମାନେ କି ପ୍ରକାର ହେଲେ ଏ ଶୁଦ୍ଧ ସୁବର୍ଣ୍ଣ ହବା, ଅଗ୍ନିରେ ପରିଷ୍କୃତ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ ହବା, ଆମେ ଜାଣିବାକୁ ପଡିବ। ଏହା ଆମେ ଜାଣୁନାହୁଁ, ତେଣୁ ଆମମାନଙ୍କୁ କହୁଛନ୍ତି ତୁମେ କଣ କର? ଖ୍ରୀଷ୍ଟଙ୍କୁ ଧାରଣ କର ଏବଂ ଅଗ୍ନିରେ ପରିଷ୍କୃତ ତାଙ୍କର ବାକ୍ୟ ଅନୁସାରେ ହୁଅ ଏବଂ ଆଉ ତୁମେ କଣ କର? ଶୁଦ୍ଧ ସୁବର୍ଣ୍ଣ ହୁଅ। ଦ୍ୱିତୀୟ ବିଷୟ ଲେଖାଯାଇଛି, ଆଉ ଏ ସୁବର୍ଣ୍ଣ ଉଦାହରଣ କାହିଁକି ଦିଆଯାଇଛି? ନା ଲାଉଦିକିଆ ମଣ୍ଡଳୀର ଲୋକମାନେ ବହୁତ ଧନଶାଳୀ ଥିଲେ। ସେମାନଙ୍କର ଆଉ ଜୀବନରେ ପ୍ରଚୁରତା ଥିଲା, ଧନ ସମ୍ପତ୍ତିରେ ସେମାନେ ପରିପୂର୍ଣ୍ଣ ଥିଲେ, ଆଉ ଅଧିକ ମୂଲ୍ୟବାନ ସୁବର୍ଣ୍ଣ ସେମାନେ ପିନ୍ଧୁଥିଲେ। ସେଠିକାର ଲୋକ ଆଜିର ଜଗତରେ ମଧ୍ୟ ଯେତେ ରେଟ୍ ହେଲେ ମଧ୍ୟ ଆମେ ବହୁମୂଲ୍ୟ ବହୁ ଆଡମ୍ବର ଜିନିଷ, ବହୁମୂଲ୍ୟ ସୁବର୍ଣ୍ଣ, ଆଉ ତାଠୁ ବହୁମୂଲ୍ୟ କଣ ଥିଲେ ଆମେ ସେ ଯାକ ସବୁ କଣ କରୁଛୁ? ଆଉ ସେ ଆମେ ଟାର୍ଗେଟ ରଖୁଛୁ, କିଣୁଛୁ, ପରିଧାନ କରୁଛୁ। ଏହାର ଅର୍ଥ ଈଶ୍ୱରଙ୍କୁ ଆମେ ଅଗ୍ରାହ୍ୟ କରୁଛୁ ଅନ୍ୟତ୍ର ଭାବରେ। ସେ କହୁଛନ୍ତି ଏସବୁ ମୂଲ୍ୟ ନୁହଁ, ଏସବୁ ଦ୍ଵାରା ତମେ କଣ କରୁଛ? ଜାଗତିକ ଜୀବନରେ ମାତିଛ, ଆଉ ତମେ ଶୁଦ୍ଧ ସୁବର୍ଣ୍ଣ ହେଇପାରୁନ। ଶୁଦ୍ଧ ସୁବର୍ଣ୍ଣ ହଉଛି ଖ୍ରୀଷ୍ଟ, ଆଉ ତାଙ୍କର ବାକ୍ୟ ହଉଛି ଅଗ୍ନି। ସେଥିରେ ତୁମେ ପରିଷ୍କୃତ ହୁଅ, ଖ୍ରୀଷ୍ଟଙ୍କୁ ହୃଦୟରେ ଧାରଣ କରି ତମେ ଜୀବନ ଯାପନ କର। ତୁମେ ଏହା ଜାଣିପାରୁନ, କିନ୍ତୁ ଆଜି ଜାଣିବାକୁ ପଡିବ ବୋଲି ଆମମାନଙ୍କୁ ଶିକ୍ଷା ଦିଆଯାଉଛି। ଆଉ ଗୋଟେ ବିଷୟ ଲେଖା ହେଇଛି, ତୁମର ଉଲଙ୍ଗତା ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର ପରିଧାନ କର। ପବିତ୍ର ଆତ୍ମାଙ୍କୁ ଧାରଣ କରିବା ବିଷୟରେ ଶିକ୍ଷା ଦେଇଛି। ପ୍ରଭୁ କହିଛନ୍ତି, ମୁଁ ଯାଉଛି, ମୁଁ ତୁମମାନଙ୍କୁ ଏକାକୀ ଛାଡିଦେବି ନାହିଁ, ତୁମମାନଙ୍କ ନିମନ୍ତେ ପବିତ୍ର ଆତ୍ମାକୁ ମୁଁ ପ୍ରେରଣ କରିବି, ଆଉ ତୁମମାନେ ତାଙ୍କୁ ଧାରଣ କରି ତୁମେ ଜୀବନ ଯାପନ କର। କିନ୍ତୁ ଆମମାନଙ୍କ ଜୀବନରେ ତାହା ମଧ୍ୟ ପବିତ୍ର ଆତ୍ମାକୁ ଧାରଣ କରିବାର ସାମର୍ଥ୍ୟ ଆମେ ନାହିଁ, କାରଣ ଆମେ ଅସୁଚି, ଆମେ ଜଗତର ମନୁଷ୍ୟ ତୁଲ୍ୟ ଜାଗତିକ ଲୋକମାନେ ଯେ ପ୍ରକାର ଆମେ ଖ୍ରୀଷ୍ଟିଆନ ବୋଲୁଛୁ, ଆମମାନଙ୍କ ଜୀବନରେ ମଧ୍ୟ ସେଇ ପ୍ରକାର ଆଉ ବିଭିନ୍ନ ପ୍ରକାର ଅସୁଚି ବିଷୟ ରହିଛି। ଆମେ ପବିତ୍ର ଆତ୍ମାଙ୍କୁ ସେଥିପାଇଁ ଧାରଣ କରିପାରୁନୁ, କିନ୍ତୁ ଆମେ ଜାଣିପାରୁନୁ ଯେ ଆମେ ସିଦ୍ଧ ଅଛୁ ବୋଲି ଭାବୁଛୁ। ତେଣୁ ଲେଖାଯାଇଛି, ଏହା ତୁମେ ଜାଣ ନାହିଁ। ଆଜି ଆମେ ଜାଣିବାକୁ ପଡିବ ପ୍ରିୟ ବନ୍ଧୁଗଣ, ପ୍ରଭୁ କଣ କହୁଛନ୍ତି ଲାଉଦିକିଆ ମଣ୍ଡଳୀ ମାଧ୍ୟମରେ। ଆଜି ସୁନ୍ଦର ଶିକ୍ଷାକୁ ଆମେ ଗ୍ରହଣ କରିବାକୁ ପଡିବ, ଆମେ ପବିତ୍ର ଆତ୍ମାଙ୍କୁ ମଧ୍ୟ ଧାରଣ କରିବାକୁ ପଡିବ। ଦ୍ୱିତୀୟ ବିଷୟ ଲେଖା ହେଇଛି ଏଠାରେ, ଆଉ ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ ନିକଟରୁ କିଣ। ଦୃଷ୍ଟି ପାଇବା ପାଇଁ ଆମର ଯଦି ବା ଦୃଷ୍ଟି ଅଛି, ଆମେ ଚଷମା ପିନ୍ଧୁ ନଥାଇପାରୁ, ଆମର ଦୃଷ୍ଟି ଶକ୍ତି ଭଲ ଥାଇପାରେ, କିନ୍ତୁ ଆତ୍ମିକ ଦୃଷ୍ଟିରେ ଆମମାନେ ଈଶ୍ୱର ଆମମାନଙ୍କୁ ଚିହ୍ନଟ କରୁଛନ୍ତି ଯେ ତୁମମାନଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଖରାପ। ଯାହା ମନ୍ଦ ତାକୁ ତମେ ଗ୍ରହଣ କରୁଛ, ଯାହା ଉତ୍ତମ ତାକୁ ତମେ ଗ୍ରହଣ କରିବା ପାଇଁ ଆଉ ସେ ଆମମାନଙ୍କୁ ଚିହ୍ନଟ କରାଯାଉଛି। ଆମେ ଯାହା ଉତ୍ତମ ତାହା ଗ୍ରହଣ ନ କରି ଆମର ଦୃଷ୍ଟି ଶକ୍ତି ହୁଏତ ଖରାପ ଥାଇପାରେ, ତୁମେ ଅଞ୍ଜନ କିଣ। ଅଞ୍ଜନ ଆଉ ଏ ଲାଉଦିକିଆରେ ଏଇ ସହରରେ କଣ ହଉଥିଲା ନା, ଅଞ୍ଜନ ବା ଚକ୍ଷୁ ରୋଗ ବେଶୀ ଥିଲା ବୋଧେ, ସେଥିରେ ଅଞ୍ଜନ ସବୁ ବିକ୍ରି ହଉଥିଲା। ଅଞ୍ଜନ ମାନେ ଗୋଟେ ପ୍ରକାର, ଆଉ ସେଟା କଣ କହନ୍ତି, ଆଖିରେ ଲଗେଇବା ଲେପନ ବା ଯୋଉ ଅଏଣ୍ଟମେଣ୍ଟ ଭଳିଆ। ଅଞ୍ଜନ ବୋଇଲେ କଳା ନୁହଁ, ସେଟା ଗୋଟେ ଅଏଣ୍ଟମେଣ୍ଟ ଭଳିଆ ଗୋଟେ ଜିନିଷ, ଆଉ ସେଠି ବହୁ ମୂଲ୍ୟରେ ସେଟା ବିକ୍ରି କରାଯାଉଥିଲା। ଲୋକମାନେ ଦୃଷ୍ଟି ଶକ୍ତି ପାଇବା ପାଇଁ ବହୁ ମୂଲ୍ୟ ଦେଇକି ସେ ଅଞ୍ଜନକୁ କିଣୁଥିଲେ, ଆଉ ନିଜ ଚକ୍ଷୁରେ ଲଗାଉଥିଲେ, ଦୃଷ୍ଟି ଶକ୍ତି ଆଉ ତାଙ୍କର ଭଲ ହଉଥିଲା। ସେଥିପାଇଁ ଏଇ ଉଦାହରଣ ଜନ ଲେଖୁଛନ୍ତି ପ୍ରକାଶିତ ବାକ୍ୟରେ ଯେ ତୁମମାନେ ଅଞ୍ଜନ, ତୁମମାନଙ୍କ ଦୃଷ୍ଟି ଶକ୍ତି ଖରାପ ହେଇଯାଇଛି। ଦୃଷ୍ଟି ଶକ୍ତି, ଆଉ ଗୋଟେ ଗୀତ ଅଛି, ବୁଝି ଆଖି ଦେବେ ତୁମ ଦେଖା ପାଏ। ଆଉ କଣ ଲେଖାଯାଇଛି, ଆଉ ସେ ଦୃଷ୍ଟି ଚକ୍ଷୁ ନଥାଉ ବୋଲି ଲେଖାଯାଇଛି। ଅନ୍ଧ ମୁଁ ଯେ ପଥ ଯାଏ ଭୁଲି ବୋଲିକି ଲେଖାଯାଇଛି। ଆଜି ଅନେକ ଭାବରେ
ଆମେ ଆତ୍ମିକ ଜୀବନରେ ଅନ୍ଧ ହେଇଯାଇଛୁ। ଆମେ ପ୍ରଭୁଙ୍କୁ ଠିକ ଭାବରେ ଜାଣିପାରୁନୁ, ପ୍ରଭୁଙ୍କର ବାକ୍ୟକୁ ଠିକ ଭାବରେ ପାଠ କରିପାରୁନୁ, ପ୍ରଭୁଙ୍କର ପବିତ୍ର ଆତ୍ମାଙ୍କୁ ଆମେ ଗ୍ରହଣ କରିପାରୁନୁ, ଯେହେତୁ ଆମେ ଅନ୍ଧ ଜଗତରେ ଆଜି ଅଛୁ। ଆଉ ଆମକୁ କୁହାଯାଇଛି ଯେ ତୁମେ ମୋ ଠାରୁ କିଣ, ଆମ ଠାରୁ କିଣ ବୋଲି ଲେଖାଯାଇଛି ବହୁତ ସୁନ୍ଦର ଭାବରେ। ଆଉ ଯୌନ ଲେଖୁଛନ୍ତି ପ୍ରକାଶିତ ବାକ୍ୟରେ, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ ନିକଟରୁ କିଣ। ଏ ଅଞ୍ଜନ ବହୁମୂଲ୍ୟ ଅଞ୍ଜନ ବିଷୟରେ କୁହାଯାଇଛି। ପବିତ୍ର ଆତ୍ମାଙ୍କର ଶକ୍ତିରେ ଆମେ ବାକ୍ୟ ପଢି ପାରୁନୁ। ଆମର ଚକ୍ଷୁ ଚର୍ମ ଚକ୍ଷୁ କଣ ହେଇଯାଇଛି, ଅନ୍ଧ ହେଇଯାଇଛି ବୋଲି ବାକ୍ୟ ପ୍ରକାଶ କରୁଛି। ପ୍ରିୟ ବନ୍ଧୁଗଣ, ଆମେ କି ଆଜି ଜାଣିପାରିବା, ଆମେ କି ଆଜି ପାଠ କରି ଈଶ୍ୱରଙ୍କର ଉଦ୍ଦେଶ୍ୟକୁ ଆଜି ବୁଝିପାରିବା। ଈଶ୍ୱର ଜଗତକୁ କଣ ପାଇଁ ଆସିଲେ? ଯୌନ 3:16 ଲେଖାଯାଇଛି, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରିବ, ଯେ କେହି ଜଗତ ପ୍ରତି ଲେଖାଯାଇଛି, ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହବ। ଏଇ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଯୀଶୁଖ୍ରୀଷ୍ଟ ଆଉ ସ୍ୱୟଂ ସେ ସମ୍ପୂର୍ଣ୍ଣ ଆଉ ଈଶ୍ୱର ହେଲେ ମଧ୍ୟ ସମ୍ପୂର୍ଣ୍ଣ ମାନବ ରୂପ ଧାରଣ କରି ଜଗତକୁ ଆସିଲେ। ଆଉ ବିଭିନ୍ନ ଶିକ୍ଷା ଦେଇକିରି ଆମମାନଙ୍କର ପରିତ୍ରାଣ ନିମନ୍ତେ, ଆମମାନଙ୍କର ମୁକ୍ତିର ମୂଲ୍ୟ ସ୍ୱରୂପ ସେ ନିଜେ ବଳିକୃତ ହେଲେ, ଆଉ ପିତାଙ୍କର ଇଚ୍ଛାକୁ ସାଧନ କଲେ। ଆମମାନଙ୍କୁ ଆଜି ଶିକ୍ଷା ଦିଆଯାଉଛି, ଗୋଟିଏ ବି ଲୋକ ବିନଷ୍ଟ ହେଲେ ଈଶ୍ୱରଙ୍କର ଇଚ୍ଛା ନାହିଁ। ଆଜି ଆମେ ଜଗତର ସମସ୍ତ ବିଷୟ ଲାଭ କରି ଯଦି ଖ୍ରୀଷ୍ଟଙ୍କୁ ହରାଇବା, ତା ଅର୍ଥ ଜୀବନ ହରାଉଛୁ ଆମେ, ସେଥିରେ କି ଲାଭ ଅଛି? ନିଜ ଜୀବନ ବଦଳରେ ଆମେ ଆଉ କଣ ବା ଦେଇପାରିବା? ଏଇ ଜୀବନ ଚାହାନ୍ତି ପ୍ରଭୁ, ଆଉ ଏ ପାପମୟ ଜୀବନ ଚାହାନ୍ତି ନାହିଁ, ପରିଷ୍କୃତ ଜୀବନକୁ ସେ ଚାହାନ୍ତି। ଯେମିତିକି ଲାଜାର ଯଦି ବା ଜଗତରେ ଘୃଣାର ବିଷୟ ଥିଲା, ଜଗତ ଆଖିରେ ତାର କୌଣସି ପ୍ରକାର ଉତ୍ତମ ବିଷୟ ଆମେ ଦେଖିପାରୁନଥିଲେ, କିନ୍ତୁ ଆତ୍ମିକ ଚକ୍ଷୁରେ ଯଦି ଦେଖିବା, ତାର ଜୀବନରେ ଖ୍ରୀଷ୍ଟ ହିଁ ଥିଲେ, ଜୀବନ ହିଁ ଥିଲେ। ଆଜି ସେଇ କଥା ଶିକ୍ଷା ଦିଆଯାଉଛି ଲାଉଦିକିଆ ମଣ୍ଡଳୀ ମାଧ୍ୟମରେ, ତୁମମାନେ ବିନଷ୍ଟ ନ ହୋଇ ଏ ସବୁକୁ ତମେ ଶୁଦ୍ଧ ସୁବର୍ଣ୍ଣ ହୁଅ ଏବଂ ପବିତ୍ର ଆତ୍ମାଙ୍କର ଶୁକ୍ଳ ବସ୍ତ୍ର ପରିଧାନ କର ଏବଂ ଦୃଷ୍ଟି ଶକ୍ତି, ଯୋଉ ଦୃଷ୍ଟି ଶକ୍ତି ଦ୍ଵାରା ଆମେ ପାପ ଜଗତରେ, ଆଜି ଦୃଷ୍ଟି ଶକ୍ତି ଭଲ ନଥିବାରୁ ପାପ ଜଗତରେ ଆମେ ଘୁରି ବୁଲୁଛୁ, ତାକୁ ଆମ ଠାରୁ ଅଞ୍ଜନ କିଣ, ପବିତ୍ର ବାକ୍ୟ ନିଅ, ପବିତ୍ର ଆତ୍ମାଙ୍କୁ ନିଅ, ଶୁଦ୍ଧ ସୁବର୍ଣ୍ଣ ହୁଅ, ଦୃଷ୍ଟି ଶକ୍ତି ପାଅ, ଖ୍ରୀଷ୍ଟଙ୍କୁ ତୁମେ ଦେଖ ଏବଂ ଅନନ୍ତ ଜୀବନ ପ୍ରାପ୍ତ ହୁଅ। ଏଇ ଶିକ୍ଷା ଲାଉଦିକିଆ ମଣ୍ଡଳୀକୁ ଦିଆଯାଉଛି। ପ୍ରିୟ ବନ୍ଧୁଗଣ, ଆଜିର ଶିକ୍ଷାରେ କମ ବିଷୟ ମୁଁ ନେଇଥିଲେ ମଧ୍ୟ ପ୍ରିୟ ବନ୍ଧୁଗଣ, ଆଉ ଏଠାରେ ଏପରି ଏକ ଶିକ୍ଷା ଦିଆଯାଇଛି ଯେ ଯାହାକି ଆମର ବାସ୍ତବ ଦୁର୍ବଳତା ଆଜିର ଦିନରେ ବି ଅଛି। ଈଶ୍ୱରଙ୍କ ନିକଟରେ ଆମେ ଶୁଦ୍ଧ ସୁବର୍ଣ୍ଣ ହେଇପାରୁନୁ। ଈଶ୍ୱରଙ୍କର ଯୋଉ ପବିତ୍ର ଆତ୍ମା ଆମମାନଙ୍କୁ ଦିଆଯାଇଛି ତାକୁ ଆମେ ଗ୍ରହଣ କରିପାରୁନୁ, ଆମମାନଙ୍କର ଅସୁଚିତା ଯୋଗୁ। କାରଣ ଧନ ଆଡେ ଆମର ଲୋଭ, ଧନକୁ ଦେଖିବା ପାଇଁ ଯେଉଁଠାରେ ଆମର ଧନ ଅଛି ସେଇଠାରେ ଆମର ମନ ରହିଯାଇଛି। ସେଥିପାଇଁ ଆମକୁ କୁହାଯାଉଛି ସେ ପ୍ରକାର ପାପ ବିଷୟ ଗୁଡାକ ଚିନ୍ତା ନ କରି, ଦୃଷ୍ଟିପାତ ନ କରି ଆମ ଠାରୁ ଅଞ୍ଜନ କିଣ, ଆଉ ତୁମେ ଲେପନ କର ସେ ଅଏଣ୍ଟମେଣ୍ଟ ଲେପନ ଦ୍ଵାରା, ପବିତ୍ର ବାକ୍ୟ ରୂପକ ଅଏଣ୍ଟମେଣ୍ଟ ଲେପନ ଦ୍ଵାରା ଆମମାନେ ଆଜି ସୂଚି ହେଇପାରିବା, ଆମମାନଙ୍କର ଚକ୍ଷୁ ପ୍ରସନ୍ନ ହବ, ଆମେ ଅନେକ ବିଷୟ ଆମେ ଦେଖିପାରିବା ଈଶ୍ୱରଙ୍କର ଆତ୍ମିକ ଚକ୍ଷୁରେ। ଆଉ ଆତ୍ମିକ ଚକ୍ଷୁ ଯେତେ ଦିନ ବନ୍ଦ ଥିବ, ଆମମାନେ କୌଣସି ବିଷୟରେ ମଧ୍ୟ ଆଉ ଆମେ କଣ କରିପାରିବା ନାହିଁ, ଆମେ ଜାଣିପାରିବା ନାହିଁ, ଦେଖିପାରିବା ନାହିଁ। ଲାଉଦିକିଆ ମଣ୍ଡଳୀକୁ ସେ କଥା କୁହାଯାଇଛି, ତମେ କିଛି ବି ଜାଣିପାରୁନ, ତମେ ମୂର୍ଖ, ତମେ କଣ ଅଛ ନା ତମେ ନିର୍ଧନ, ତମେ କଣ ଅଛ ଉଲ୍ଲଙ୍ଘ ଅଛ, ତୁମେ ଦିନହୀନ ଅଛ, ତମେ ଧନୀ ବୋଲି କହୁଛ, ମାତ୍ର ତୁମେ ଦରିଦ୍ର। ଆଜିର ଜଗତରେ ଦି ପ୍ରକାର ଅଛି ପ୍ରିୟ ବନ୍ଧୁଗଣ, ଆମେ କୋଉଟା ମନୋନୀତ କରିବା? ଆମେ ଧନୀ ବା ସେଇଟାକୁ ମନୋନୀତ କରିବା ଜଗତର ବିଷୟକୁ, ନା ଈଶ୍ୱରଙ୍କର ବିଷୟକୁ ମନୋନୀତ କରି ଈଶ୍ୱର ଯୋଉ ପ୍ରତିଜ୍ଞା ରଖିଛନ୍ତି ଆମମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ, ସେ ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ଆମେ ଚେଷ୍ଟା କରିବା। ଆମେ ଏସବୁ ବିଷୟରୁ ଏଇ କଥା ଆଜି ଜାଣିବା ଯେ ପ୍ରଭୁଙ୍କ ନିକଟକୁ ଆମେ ଅଧିକରୁ ଅଧିକ ସମର୍ପିତ ହବା, ଆତ୍ମାରେ ଦିନହୀନ ହବା,
ଆଉ ଲାଜାର ଯେପରି ଈଶ୍ୱରଙ୍କୁ ଗ୍ରହଣ କରି ଅନନ୍ତ ଜୀବନ ପାଇଲା, ଆବ୍ରାହମଙ୍କର କୋଳକୁ ଗଲା, ସେଇ ପ୍ରକାର ଜୀବନ ଯାପନ କରି ଆମେ କଣ କରିବା, ଈଶ୍ୱରଙ୍କର ଗୌରବ କରିବା। ଶେଷ ଦିନରେ ଜୀବନ ପୁସ୍ତକରେ ଆମର ନାଁ ଲେଖା ଥିବ ଏବଂ ଆମମାନେ ସେ ଅନନ୍ତ ଜୀବନର ଅଧିକାରୀ ଆମେ ହେଇପାରିବା। ବିଚାର ଦିନରେ ମଧ୍ୟ ଆମେ କଣ କରିବା ନା ଈଶ୍ୱରଙ୍କ ନିକଟରେ ଆମେ ଠିଆ ହେଇ ଆମମାନଙ୍କୁ କଣ କରାଯିବ, ସାକ୍ଷ୍ୟ ଦେବା ପାଇଁ କହିଲେ ଆମେ ସାକ୍ଷ୍ୟ ଦେଇପାରିବା ଆଉ ଆମେ ସେ ଅନନ୍ତ ଜୀବନର ଅଧିକାରୀ ହେଇପାରିବା। ଆଜିର ଶିକ୍ଷାରେ ଯଦି ଅନନ୍ତ ଜୀବନ ଆମେ ପାଇବାକୁ ଅଛି, ତେବେ ଆମମାନଙ୍କ ସମସ୍ତ ପାପମୟ ଜାଗତିକ ଜୀବନକୁ ପରିତ୍ୟାଗ କରି ଏ ଅନନ୍ତ ଜୀବନ ମଧ୍ୟକୁ ଆମେ ପଶିବା ପାଇଁ ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ଆମେ ଶିଖିବା ପାଇଁ ଚେଷ୍ଟା କରିବା। ପ୍ରଭୁ ଏ ଅଳ୍ପ ଚିନ୍ତାରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ। ଯଦି ଭୁଲ ଥିଲେ ଦୟାକରି ମତେ କ୍ଷମା କରିବେ। प्रेज द लॉर्ड। धन्यवाद सर। सिंह ନମସ୍କାର। नमस्कार, बहुत बहुत धन्यवाद। अति सुंदर और गभीरपूर्ण वाक्य ଆଉ ସର୍ଟ ଆଣ୍ଡ ସୁଇଟ ଭଳିଆ ଅଳ୍ପ ସମୟ ଅତି ଗୁରୁତ୍ୱପୂର୍ଣ୍ଣ ବାକ୍ୟ ପ୍ରଭୁ ଆପଣଙ୍କୁ ଦେଇଛନ୍ତି। ତେଣୁ ପ୍ରଭୁଙ୍କ ନାମରେ ଧନ୍ୟବାଦ ଦେବା ସହିତ ଆପଣଙ୍କର ସିଂ ଆଜ୍ଞାକୁ ମଧ୍ୟ ମୁଁ ଧନ୍ୟବାଦ ଜ୍ଞାପନ କରେ। ବିଶେଷ ଭାବରେ ରିଏଲ ମିନିଷ୍ଟ୍ରି ପାଇଁ ଆପଣ ପ୍ରାର୍ଥନା ରଖୁଥିବେ, ଯେପରି ଆଗାମୀ ଦିନରେ ଆହୁରି ଆହୁରି ଅନେକ ବାକ୍ୟ ଆମେ ପାଇପାରିବୁ। ଧନ୍ୟବାଦ। ଧନ୍ୟବାଦ ସାର୍। ଧନ୍ୟବାଦ ସାର୍।